হ্যালো এভরিওয়ান, আপনার সমস্ত স্বাগত করছি মো यूट्यूब ଚ୍ୟାନେଲ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ। ଆଜି ଆମେ ଲର୍ଣ୍ଣିଂ ଟିଚିଂର ୟୁନିଟ୍ 3 ପଢ଼ିବା, ଯୋଉଟା ଅଛି କଗ୍ନିଟିଭ୍ ଆଣ୍ଡ ହ୍ୟୁମାନିଷ୍ଟ ପର୍ସପେକ୍ଟିଭ୍ ଅଫ୍ ଲର୍ଣ୍ଣିଂ। ଏଇଟା ଟୋଟାଲ୍ 6ଟା ଥିଓରି ଆମେ ପଢ଼ିବା। ଯେଉଁ ଟୋଟାଲ୍ 6ଟା ଥିଓରି ମଧ୍ୟ ଆପଣଙ୍କର ବହୁତ ଇମ୍ପୋର୍ଟାଣ୍ଟ, କାହିଁକିନା ତୁମର ଯେତିକି ବି ଟିଚିଂ ଏକ୍ଜାମ୍ ଅଛି, ଓଟିଇଟି ଓଏସଟିଟି କିମ୍ବା ତୁମେ ଆରଏସଟି କୁହ, ଏଇଟାରୁ ଏଇ ଯେଉଁ 6ଟା ଥିଓରିରୁ କ୍ୱେଶ୍ଚନ୍ ଆସିବ ହିଁ ଆସିବ ସେଟାରୁ। ତ ଡେରି ନକରି ଗୋଟେ ଗୋଟେ ସବୁ ପଢ଼ିକି ଯିବା। ফার্স্ট হচ্ছে ইনসাইটফুল লার্নিং থিওরি। তো ইনসাইটফুল লার্নিং থিওরিকে আউ কোণ কুহযাଏ না ଦ ইনসাইট লার্নিং অলসো নোন এজ গেস্টালার্ট লার্নিং গিভেন বাই কোহলর। এই যে ইনসাইটফুল লার্নিং থিওরি কিଏ ଦେଇଥିଲେ ନା କୋହଲର ଦେଇଥିଲେ। ତାକୁ ଆଉ କ'ଣ କୁହାଯାଏ ଗେଷ୍ଟାଲଟ୍ ଲର୍ଣ୍ଣିଂ କୁହାଯାଏ। এটা ଗେଷ୍ଟାଲଟ୍ ଲର୍ଣ୍ଣିଂ କାହିଁକି କୁହାଯାଏ ନା ଏଇ ଯେଉଁ ଥିଓରିଟା କୋଉଠି ଏକ୍ସପେରିମେଣ୍ଟ ହେଇଥିଲା ନା ଗେଷ୍ଟାଲଟ୍ ୟୁନିଭର୍ସିଟିରେ ଏକ୍ସପେରିମେଣ୍ଟ ହେଇଥିଲା। ଏଠି ଅପୋଜେସ୍ ଟ୍ରାଏଲ୍ ଆଣ୍ଡ ଏରର ଥିଓରି। ଆମେ ୟୁନିଟ୍ ଟୁରେ ଟ୍ରାଏଲ୍ ଆଣ୍ଡ ଏରର ଥିଓରି ବୋଲି ପୁରା ଦେଖିଥିଲେ। ତ ये जो इनसाइटफुल लर्निंग थ्योरी ये ट्रायल एंड एरर को अपोज करथला। ये कौन कहथला ना इनसाइटफुल लर्निंग इज अ टाइप ऑफ लर्निंग वेयर ए पर्सन सडनली अंडरस्टैंड हाउ टू सॉल्व ए प्रॉब्लम यूजिंग रीजनिंग नॉट ट्रायल एंड एरर। इनसाइटफुल लर्निंग कौन कहला ना गोटे छुआटा केमिति लर्निंग करछि ना गोटे सेदरे गोटे प्रॉब्लम रे गोटे फसी छि ता जो प्रॉब्लम रो सॉल्यूशनटा ता ब्रेन को सडनली आसी जिवो। ମାନେ ନୁହେଁ କି ସେ ଟ୍ରାଏ କରୁଥିବ ଫେଲ୍ ହେଉଥିବ, ଟ୍ରାଏ କରୁଥିବ ଫେଲ୍ ହେଉଥିବ, ସେମିତି ନୁହେଁ। ତା ଏଇ ଯେଉଁ ସଲ୍ୟୁସନଟା ତା ବ୍ରେନ୍କୁ ସଡନଲି ହିଟ୍ କରିଥାଏ। ଏଇଟା କିଏ କହୁଛି ନା ଆମର ଇନସାଇଟଫୁଲ ଲର୍ଣ୍ଣିଂ କହୁଛି। ଇନସାଇଟଫୁଲ ଥିଓରି ଅଫ୍ ଲର୍ଣ୍ଣିଂ ଇମ୍ପ୍ଲାଇଜ୍ ଦ୍ୟାଟ୍ ଦ ସଲ୍ୟୁସନ ଅଫ୍ ଏ ପ୍ରୋବ୍ଲେମ୍ arrives all of sudden flash of insight when a person is struggling। ସେ କହୁଛି ଯେତେବେଳେ ଗୋଟେ ଛୁଆଟେ ଗୋଟେ ପ୍ରୋବ୍ଲେମରେ ଯେତେବେଳେ ଫସିଯାଇଛି ସେ ପ୍ରୋବ୍ଲେମର ସଲ୍ୟୁସନ କ'ଣ ହେଇଥାଏ ନା ସଡନଲି ତା ବ୍ରେନ୍ରେ ହିଟ୍ କରିଥାଏ। ଧର ତୁମେ ମ୍ୟାଥ୍ ଗୋଟେ ପ୍ରୋବ୍ଲେମ୍ କରୁଛ, ତ ମ୍ୟାଥ୍ ପ୍ରୋବ୍ଲେମ୍ଟା ତୁମେ ଜାଣିପାରୁନ, କିନ୍ତୁ ସେ କହୁଛନ୍ତି ଯେ ତାହାର ଯେଉଁ ଇକ୍ୱେସନ୍ଟା କିମ୍ବା ତାହାର ଯେଉଁ ସଲ୍ୟୁସନ୍ଟା ତୁମ ବ୍ରେନ୍କୁ ସଡନଲି ହିଟ୍ କରିବ ଯେ ଏଇ ପ୍ରକାରର କଲେ ଆମେ ମ୍ୟାଥ୍ଟା ସଲ୍ଭ କରିପାରିବା। ତ ତା ପାଇଁ ସେ ହେଉଛି ଗୋଟେ ଏକ୍ସପେରିମେଣ୍ଟ କରିଥିଲେ ହେଲା। ତା ଉପରେ ଏକ୍ସପେରିମେଣ୍ଟ କରିଥିଲେ ନା ସିମ୍ପାଞ୍ଜି ଉପରେ ଏକ୍ସପେରିମେଣ୍ଟ କରିଥିଲେ। କୋହଲର୍ସ ସିମ୍ପାଞ୍ଜି ଏକ୍ସପେରିମେଣ୍ଟ। ସେ କ'ଣ କଲେ ନା ସାଇକୋଲୋଜିଷ୍ଟ କୋହଲର କଣ୍ଡକ୍ଟ ଏକ୍ସପେରିମେଣ୍ଟ ଅନ୍ ସିମ୍ପାଞ୍ଜି ହ୍ୱିଚ୍ ନେମ୍ ଇଜ୍ ସୁଲତାନ। ଆମର କୋହଲର କ'ଣ କଲେ ଗୋଟେ ଏକ୍ସପେରିମେଣ୍ଟ କଲେ ଯାହା ଗୋଟେ ସିମ୍ପାଞ୍ଜି ଉପରେ ଯାହା ନାଁ ଥିଲା କ'ଣ ସୁଲତାନ। ମନେ ରଖିବ ତା ନାଁ କ'ଣ ଥିଲା ସୁଲତାନ। ଇନ୍ ୱାନ୍ ଏକ୍ସପେରିମେଣ୍ଟ ଏ ବାନାନା ୱାଜ୍ ପ୍ଲେସ୍ଡ ଆଉଟ୍ ଅଫ୍ ଦି ସିମ୍ପାଞ୍ଜିଜ୍ ରିଚ୍। ସେ କ'ଣ କଲେ ନା ତା ପାଖରେ ଗୋଟେ ସିମ୍ପାଞ୍ଜିକୁ ଗୋଟେ କେଜ୍ ଭିତରେ ବନ୍ଦ କରିଦେଲେ। ତାକୁ ତା ପାଖରେ ଦୁଇଟା ହେଉଛି ଷ୍ଟିକ୍ ରଖିଲେ। ଏଭଳିଆ ଦୁଇଟା ଷ୍ଟିକ୍ ତା ପାଖରେ ରଖିଲେ ଆଉ ତା ବାହାରେ ଗୋଟେ ବାନାନା ଗୋଟେ ରଖିଦେଲେ। ତ କ'ଣ ହେଲା ସିମ୍ପାଞ୍ଜିଟା ବସିଲା, ଫାଷ୍ଟ ହାତ ବଢ଼େଇଲା, ବାନାନାଟା ପାଇଲା। ତାପରେ ସେ ଚାରିଆଡ଼ିକି ଦେଖିଲା ଯେ ତା ପାଖରେ ଦୁଇଟା ଷ୍ଟିକ୍ ଅଛି। ତ ଷ୍ଟିକ୍ ଦୁଇଟା ଧରିଲା। ତାପରେ ସେ କ'ଣ କରିବ ଗୋଟେ ଷ୍ଟିକ୍ର ଫାଷ୍ଟ ବଢ଼େଇଲା ପାଇଲାନି। ତାପରେ ହେଉଛି ଏଭଳିଆ ବସିଲା, ଭାବିଲା ଥିଙ୍କିଂ କଲା ପରେ ତା ବ୍ରେନ୍ର ସଡନଲି ଆସିଲା ଯେ ନା ଏଇ ଯେଉଁ ଷ୍ଟିକ୍ ଦୁଇଟାକୁ ମୁଁ ଯଦି ଯୋଡ଼ି ଦେବି ତାହେଲେ ହେଉଛି ବାନାନା କତିକି ପାଇଯିବ। ତାହେଲେ ତା ବ୍ରେନ୍ର ଏଇ ଯେଉଁ ସଲ୍ୟୁସନଟା ଆସିଲା ସେ ହେଉଛି ଫାଷ୍ଟ ଷ୍ଟିକ୍ ଦୁଇଟାକୁ ଯୋଡ଼ି ଦେଲା। ତାପରେ କ'ଣ କଲା ସେ ଷ୍ଟିକ୍ର ବାନାନାଟାକୁ ନେବା ପାଇଁ ଚେଷ୍ଟା କଲା, ଯେଉଁଟାକି ସେ ନେଇପାଇଲା। ତ ସେଇଟା କହୁଛନ୍ତି ବାନାନାଟାକୁ ସିମ୍ପାଞ୍ଜିର ବାହାରେ ରଖିଦେଲେ, କେଜ୍ ବାହାରେ ରଖିଦେଲେ ଆଉ ଷ୍ଟିକ୍ ଏୟାର ପ୍ରୋଭାଇଡେଡ୍ ନିୟର ବାଇ। ତାକୁ ଦୁଇଟା ଷ୍ଟିକ୍ ଦିଆହେଲା। ଆଫ୍ଟର ସମ୍ ଥିଙ୍କିଂ ଦ ସିମ୍ପାଞ୍ଜି ସଡନଲି ୟୁଜ୍ ଦ ଟୁଲ୍ ଟୁ ଗେଟ୍ ବାନାନା। କିଛି ସମୟ ଭାବିଲା ପରେ ସେ ଦୁଇଟା ଷ୍ଟିକ୍କୁ ଯୋଡ଼ିକି ବାନାନାକୁ ପାଇବା ପାଇଁ ଚେଷ୍ଟା କଲା। ଦିସ୍ ସଡନ୍ ସଲ୍ୟୁସନ୍ ୱାଜ୍ କଲ୍ଡ ଏନ୍ ଇନସାଇଟ୍। ଏଇ ଯେଉଁ ସଡନଲି ତା ବ୍ରେନ୍କୁ ମାନେ ହିଟ୍ କଲା ଯେ ମୁଁ ଯଦି ଷ୍ଟିକ୍ ଦୁଇଟାକୁ ଯୋଡ଼ିକି ବାନାନାକୁ ବଢ଼େଇବା ପାଇଁ ଚାହିଁବି ତାହେଲେ ବାନାନାଟା ଆଣିପାରିବି। ତ ସେଇ ସଲ୍ୟୁସନ୍ ଯେଉଁ ସଡନ୍ ହିଟ୍ କଲା ତାକୁ ହିଁ ଇନସାଇଟ୍ କୁହାଯାଏ। ବୁଝିପାରିଲ ଏଇଟା? ସେ ଏଠି କିଛି ଚାରିଟା ମେଜର ପଏଣ୍ଟ କହିଥିଲେ। ଏଇ ଯେଉଁ ଆମର ହେଉଛି ଏକ୍ସପେରିମେଣ୍ଟ କଲେ, ଏକ୍ସପେରିମେଣ୍ଟରୁ କ'ଣ ଚାରିଟା ଆମର ରେଜଲ୍ଟ କାଟିଥିଲେ ନା ଲର୍ଣ୍ଣିଂ ଅକର୍ସ ଇନ୍ 4 ଷ୍ଟେଜ୍। ସେ କହୁଥିଲେ ଲର୍ଣ୍ଣିଂ ଚାରିଟା ଷ୍ଟେଜ୍ ଦେଇକି ହେଉଛି। ଫାଷ୍ଟ ହେଉଛି ପ୍ରିପାରେସନ୍, ତାପରେ ହେଉଛି ଇନକ୍ୟୁବେସନ୍, ତାପରେ ହେଉଛି ଇନସାଇଟ୍, ତାପରେ ହେଉଛି ଭେରିଫିକେସନ୍। ପ୍ରିପାରେସନ୍ର କ'ଣ ହେଇଥାଏ ନା ଆଇଡେଣ୍ଟିଫାଇ ଦି ପ୍ରୋବ୍ଲେମ୍। ଦେଖ ସିଏ ହେଉଛି ଯେଉଁ ଥିଲା ହେଉଛି ଆମର ସିମ୍ପାଞ୍ଜିଟା କେଜ୍ ଭିତରେ ଥିଲା। ସେ ଫାଷ୍ଟ ପ୍ରୋବ୍ଲେମ୍ ଆଇଡେଣ୍ଟିଫାଇ କଲା। କ'ଣ ପ୍ରୋବ୍ଲେମ୍ଟା ଥିଲା ନା ଯେଉଁ ବାନାନାଟା ମୋତେ ଆଣିବାର ଅଛି କିନ୍ତୁ କେମିତି ଆଣିବି ମୁଁ ଜାଣିପାରୁନି। ତ ସେଇଟା ହେଉଛି ତାର ପ୍ରୋବ୍ଲେମ୍ଟା, ବାନାନାଟା ସେ ଆଣିପାରୁନି। ତାହେଲେ ଫାଷ୍ଟ ହେଉଛି ତୁମେ ପ୍ରୋବ୍ଲେମ୍ ଆଇଡେଣ୍ଟିଫାଇ କରିବ। ସେଇ ଷ୍ଟେଜ୍ଟାକୁ କୁହାଯାଏ କ'ଣ ପ୍ରିପାରେସନ୍ ଷ୍ଟେଜ୍। ତାପରେ ହେଉଛି ଇନକ୍ୟୁବେସନ୍। ଇନକ୍ୟୁବେସନ୍ କ'ଣ ଥିଙ୍କିଂ ମଲ୍ଟିପୁଲ୍ ଟାଇମ୍ସ ଏବାଉଟ୍ ଦି ପ୍ରୋବ୍ଲେମ୍। ମାନେ ସେ ଯେଉଁ ବାନାନାଟାକୁ କେମିତି ଆଣିବ ସେ ବହୁତ ଥର ଭାବୁଥିଲା। ଗୋଟେ ଷ୍ଟିକ୍ ନେଇକି ଦେଖୁଥିଲା, ଦୁଇଟା ଷ୍ଟିକ୍ ହେଉଛି ନେଇକି ଲଗେଇମି, ଏଗୁଡ଼ା ସବୁ ହେଉଛି କ'ଣ ବହୁତ ବାର ପ୍ରୋବ୍ଲେମ୍ ବିଷୟରେ ଯଦି ଭାବିବାକୁ ହେଉଛି କ'ଣ କୁହାଯାଏ ଇନକ୍ୟୁବେସନ୍ କୁହାଯାଏ। ଇନସାଇଟ୍ କ'ଣ ନା ସଲ୍ୟୁସନ୍ ସଡନଲି ଷ୍ଟକ୍ ଇନ୍ ଆୱାର ମାଇଣ୍ଡ। ଏ ଯେଉଁ ଆମର ପ୍ରୋବ୍ଲେମ୍ର ସଲ୍ୟୁସନଟା ତା ମାଇଣ୍ଡକି ସଡନଲି ହିଟ୍ କଲା ନା କ'ଣ କହିଲା ଯଦି ମୁଁ ଦୁଇଟା ଷ୍ଟିକ୍କୁ ଏଭଳିଆ ଯୋଡ଼ି ଦେଇକି ହେଉଛି ବାନାନାଟାକୁ ଆଣିବି ତାହେଲେ ବାନାନାଟା ମୁଁ ପାଇଯିବି। ତାହେଲେ ଏଇ ସଲ୍ୟୁସନଟା ତା ବ୍ରେନ୍ର ସଡନଲି ଷ୍ଟ୍ରାଇକ୍ କଲା। ଦ୍ୟାଟ୍ ଇଜ୍ କଲ୍ଡ ଇନସାଇଟ୍।
ତାପରେ କ'ଣ ନା ଭେରିଫିକେସନ୍। ଭେରିଫିକେସନ୍ କ'ଣ ନା ଇମ୍ପ୍ଲିମେଣ୍ଟ ଦି ସଲ୍ୟୁସନ୍ ଟୁ ଦି ପ୍ରୋବ୍ଲେମ୍। ସେଇ ଯେଉଁ ହେଉଛି ତାର ମାଇଣ୍ଡର ଯେଉଁ ଆସିଥିଲା ଯେଉଁ ସଲ୍ୟୁସନ୍ଟା ଆସିଥିଲା ସେ ସେଇଠୁ ଇମ୍ପ୍ଲିମେଣ୍ଟ କଲା। ସେ ସେଇଠୁ କ'ଣ କଲା ଷ୍ଟିକ୍ ଦୁଇଟାକୁ ନେଇକି ବାନାନାଟାକୁ ଆଣିବା ପାଇଁ ଚେଷ୍ଟା କଲା। ତ ସେଠି କ'ଣ କଲା ସେ ଯେଉଁ ସଲ୍ୟୁସନ୍ଟାକୁ ଭେରିଫାଇ କଲା, ଦ୍ୟାଟ୍ ଇଜ୍ ଭେରିଫିକେସନ୍। ତ ଚାରିଟା ମୋତେ ଷ୍ଟେଜ୍ ବୁଝିପାରିଲ। ଗୋଟେ ହେଉଛି ପ୍ରିପାରେସନ୍, ଇନକ୍ୟୁବେସନ୍, ଇନସାଇଟ୍, ଆଉ ଗୋଟେ ହେଉଛି ଭେରିଫିକେସନ୍। ତ ଏଇ ଯେଉଁ ଆମର ଥିଓରି ଅଛି ତାର ଏଜୁକେସନାଲ ଇମ୍ପ୍ଲିମେସନ୍ କ'ଣ ଅଛି? ତ ଷ୍ଟୁଡେଣ୍ଟ ସୁଡ୍ ବି ଏନଗେଜ୍ଡ ଇନ୍ ଇନକ୍ୱାରି, ପ୍ରୋବ୍ଲେମ୍ ସଲଭିଂ ଆଣ୍ଡ ଡିସ୍କଭରିଂ ନଲେଜ୍। ସ୍କୁଲରେ ଯେଉଁ ପ୍ରୋବ୍ଲେମ୍ ଛୁଆମାନେ ଅଛନ୍ତି ତାଙ୍କୁ ତୁମେ ସବୁ ଦେବ, କିଛି ଗୋଟେ ଟପିକ୍ ଦେବ ଯାହା ଉପରେ ସେ ଇନକ୍ୱାରି କରିବେ, କିଛି ପ୍ରୋବ୍ଲେମ୍ ସଲଭିଂ ନିଜେ ନିଜେ କରିବେ, ଆଉ ହେଉଛି ଡିସ୍କଭରି ନଲେଜ୍, ନୂଆ ନୂଆ ନଲେଜ୍ ସବୁ ସ୍କୁଲରେ ସେ ଡିସ୍କଭର କରିବେ। ଦେ ସୁଡ୍ ନଟ୍ ଏନଗେଜ୍ ଇନ୍ ଏ ଟ୍ରାଏଲ୍ ଏରର୍ ମେକାନିଜମ୍। ସେ କ'ଣ କହୁଛି ଯେ ହେଉଛି ଛୁଆମାନେ ଏମିତି ନୁହେଁ ଯେ ଟ୍ରାଏ କରିଥିବେ ହାରି ହେଉଥିବେ, ଟ୍ରାଏ କରିଥିବେ ହାରି ହେଉଥିବେ, ହେଲା ସେମିତିଆ ମେଥଡ଼ରେ ସେମାନେ ଯେମିତି ନ ଫସିଯାନ୍ତି। ସେ ହେଉଛି ପ୍ରୋବ୍ଲେମଟାକୁ ସଲ୍ଭ କରୁଥିବା, ହଠାତ୍ ତାଙ୍କର ସଲ୍ୟୁସନ୍ ବ୍ରେନ୍ରେ ଷ୍ଟ୍ରାଇକ୍ କରିବ। ପ୍ରିଭିୟସ୍ ନଲେଜ୍ ସୁଡ୍ ବି ଗିଭେନ୍ ଇମ୍ପୋର୍ଟାନ୍ସ ଇନ୍ ଦ କ୍ଲାସରୁମ୍। ଯେତେବେଳେ ତୁମେ ପଢ଼ିବ ତା ପୂର୍ବରୁ କ'ଣ ଆଗରୁ ପଢ଼େଇଥିଲ ସେଇଟା ଛୁଆମାନଙ୍କୁ ଜଣାଇବା ଦରକାର। ଏଇଟା ଥିଲା ଟୋଟାଲ୍ ତୁମର ଇନସାଇଟଫୁଲ୍ ଲର୍ଣ୍ଣିଂ ଥିଓରି। ତାପରେ ଯିବା ଥିଓରି ଅଫ୍ ଇନଷ୍ଟ୍ରକ୍ସନ୍ ଅର୍ ଡିସ୍କଭରି ଲର୍ଣ୍ଣିଂ। ଥିଓରି ଅଫ୍ ଇନଷ୍ଟ୍ରକ୍ସନ୍ ଅର୍ ଡିସ୍କଭରି ଲର୍ଣ୍ଣିଂ କିଏ ଦେଇଥିଲେ ନା ଜେରମ୍ ବର୍ନର ଦେଇଥିଲେ। ଜଣେ ଆମେରିକାନ୍ ସାଇକୋଲୋଜିଷ୍ଟ ଥିଲେ ଜେରମ୍ ବର୍ନର, ସିଏ ଦେଇଥିଲେ ହେଉଛି ଡିସ୍କଭରି ଲର୍ଣ୍ଣିଂ ଥିଓରି। Discovery learning is a method where children actively explore, experiment, and discover knowledge by themselves. जो डिस्कवर लर्निंग थ्योरी से कौन कहला ना पिलामाने किमिति किमिति होची लर्न करथांती ना जेतेबेले एक्टिवली एक्सप्लोर करथांती, से जेतेबेले निजे निजे किछि किछि जिंस को से माने एक्सप्लोर करथांती, किबा किछि जति जिंस भितरे निजे निजे एक्सपेरिमेंट करथांती, किबा ताको से विषय धरे तुमको कहा जे एसिड रेन को किमिति आमे मिनिमाइज करबो। तो से कोन करिले ना पिलाटा जति एसिड रेन विषय बहुत नॉलेज एकाठी करिवो, निजे जति एक्सपेरिमेंट करिवो किमिति कोन करिवो, ताहाने तार लर्निंगटा हेई पारिबो। धर से कुकिंग शिखि नै, से जति निजे कुकिंग करिवो, कुकिंग विषय अधिक पढ़िवो, ता नॉलेज डिस्कवर करिवो, तान जगे सेठी लर्निंग हेई पारिबो। तो से कोन कहले पिलाटा एक्टिवली एक्सप्लोर करिवो, एक्सपेरिमेंट करिवो, आ नॉलेज निजे निजे होची ताकू बिना हेल्प रे निजे निजे जदि होची से नॉलेज डिस्कवर करछि ताने तार लर्निंग भलो हेई पारिबो। दिस कहला बर्नर बिलीव दैट चिल्ड्रन लर्न बेस्ट व्हेन दे डिस्कवर कॉन्सेप्ट बाय देमसेल्व्स। चिल्ड्रन केतेबेले भली के होची से शिखि पारिबे जेतेबेले से होची नॉलेज आडको निजे निजे जेतेबेले डिस्कवर करिवे, जेतेबेले एक्टिवली पार्टिसिपेट रहिबे। बुझिपाइल डिस्कवर लर्निंग। तो ये कहले से लर्निंग मोड्स थिला तीनटा मोड। तो जेरोम बर्नर प्रपोज दैट लर्नर्स डेवलप नॉलेज थ्रू थ्री मोड्स ऑफ रिप्रेजेंटेशन। से कौन कहते ना लर्नर माने तीनटा स्टेज देकी तांकर जो लर्निंग टाको से होची डेवलप करता तांको पिला बेलु मृत्यु जाए, होला तीनटा स्टेज देकी समान होचंती तांकर नॉलेज टाको हमर होची कोन डिस्कवर करिथांती। गोटे होची इनएक्टिव स्टेज, गोटे आइकॉनिक स्टेज, और होची सिंपली स्टेज। इनएक्टिव एज गोटे लर्नर केते केते वर्ष भितर ना 0 ରୁ 3 वर्ष भितर जेते गोटे छोटिया छुआटा होइची से जो स्टेज रो जो सब नुआ नुआ जिनस शिखुची से स्टेज रो ना होची इनएक्टिव स्टेज। एठी से किमिति शिखि थाय जिनसटा ना लर्निंग बाय डूइंग एंड यूजिंग बॉडी मूवमेंट्स। छोटिया छुआ सबले पे देखिबो 0 ରୁ 3 वर्ष रो जो छुआ माने से सब किछि ना किछि जिनस धरिया पे चेष्टा करथिबे, तम आंगुली धरथिबे किबा तांको जदी किछि फळमूळ देलो से फास्ट टच करिया पे चाहुथिबे, जदी बॉल टे पाखो पळे आसला ताकू से धरिया पे चाहुथिबे। तो एठी जो छुआ माने शिखि थांते केमिति ना ताको बॉडी मूवमेंट को यूज करके किबा से किछि जिनस को हाथ रे धरि के एठी शिखि थांते, जो बला कोन ना टचिंग, होल्डिंग और रोलिंग ए बॉल। ता दी गुड बॉल फिंग दबो से आदर हाथ रे धरिबो, से बॉल टाको धरि के तम ओतिके फिंगे दबो। तो से बॉल टा शेप टा से किमि जानला से टच करके होल्ड करके सेटा होची इनएक्टिव स्टेज रो गुटे कैरेक्टरिस्टिक्स। तापर आसबो तार से पिलार आइकॉनिक स्टेज। आइकॉनिक स्टेज केते केते वर्ष भीतर 3 ରୁ 7 वर्ष। से छुआटा इनएक्टिव स्टेज पर आइकॉनिक स्टेज को जीव जोटा 3 ରୁ 7 वर्ष ताको लागे। 3 ରୁ 7 वर्ष भीतर आइकॉनिक स्टेज ता थाए। एठी से किमि सिखिबो ना लर्निंग बाय सीइंग पिक्चर्स और इमेजेस। एठी से पिलाटा पिक्चर देखि के किबा होची इमेज देखि के एठी सिखिबो। देखिबो छोटो छुआ मानकर गोटे होची तुमरो अक्षर अक्ष बही किबा तुमरो एबीसीडी जो बही फास्ट दिथिबो अ अक्षर 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 से जो सब देथिबो अरट फरट ता पाखरे गोटे चित्र देथिबो न किबा एबीसीडी बहिरो एप्पल पेपल गोटे बड़ बड़ चित्र देथिबो न काहेकि ना से स्टेज रो 3 ରୁ 7 वर्ष रो जो छुआ माने बेसी चित्र को देखि के सामाने पाठ मने रखि दियंती। तो सेटा कहूचे से किमिति एठी सिखिथांती ना किछ गोटे फोटो देखि के पिक्चर देखि के एठी सामाने सिखिथांती। सीइंग पिक्चर्स और ड्राइंग ऑफ ए बॉल। एठी से बॉल रो पिक्चर देखि के जानबे जे एटा होची बॉल, नले बॉल रो चित्र काटि के कहि देबे जे एटा होची बॉल।
ତାପରେ ହେଉଛି ଥାର୍ଡ଼ ଷ୍ଟେଜ୍ ହେଉଛି ସିମ୍ବଲିକ୍ ଷ୍ଟେଜ୍। ଏଠି କେତେରୁ କେତେ ବର୍ଷ ଭିତରେ ପିଲା ଥାଆନ୍ତି? ଏଠି 7 ବର୍ଷରୁ ଉପରକୁ ଯେତେ ମାନେ 7 ବର୍ଷରୁ ତମର ଯେପର୍ଯ୍ୟନ୍ତ ତମେ ହେଉଛି ପାଠ ପଢ଼ୁଛ ଏ ସମସ୍ତ ଯିବ ସିମ୍ବଲିକ୍ ଷ୍ଟେଜ୍ ଭିତରେ ହେଲା। ଏଠି ଆମେ କେମିତି ଶିଖିଥାନ୍ତି? ଲର୍ଣ୍ଣିଂ ବାଇ ୟୁଜିଂ ୱାର୍ଡସ୍, ନମ୍ବର୍ସ ଆଣ୍ଡ ସିମ୍ବଲ୍ସ। ଏଠି ପିଲାମାନେ ୱାର୍ଡ ଦେଖିକି କହିଦିଅନ୍ତି ଯେ ଏଇଟା ହେଉଛି ବଲ୍। ତମକୁ ଜଣେ କହିବ ଏଇଟା ଯେ ଫିସ୍, FISH ଅଛି। ତମେ ଯେତେବେଳେ ଫିସ୍ ପଢ଼ୁଛ ତମ ମାଇଣ୍ଡକି ଗୋଟେ ଛବି ପଳେଇ ଆସୁଛି ନା, ଫିସ୍ର ଛବି ପଳେଇ ଆସୁଛି। ଏଠି ତମେ ୱାର୍ଡ ଦେଖିନେଲା ବେଳକୁ ଜାଣିପାରୁଛ ହେଲା। ଯଦି ମୁଁ ସେଇଭଳିଆ ଦେଖିବି ଗୋଟେ ଲେଖା ହେଇଛି ଗୋଟେ ଜାଗାରେ ବଲ୍, 7 ବର୍ଷରୁ ଉପରକୁ ଯେତେବେଳେ ହେଉଛି ପ୍ରଥମ ଦ୍ୱିତୀୟ ଶ୍ରେଣୀର ଛୁଆ ଲେଖା ହେଇଛି ବଲ୍, ସେ ବଲ୍ ଯେତେବେଳେ ପଢ଼ିବ ତା ମାଇଣ୍ଡକି କ'ଣ ପଳେଇ ଆସିବ ଯେ ବଲ୍ଟା ହେଉଛି ଏଇଭଳିଆ ଗୋଲ ଆକାର ହେଇଥିବ। ତ ଏଠି ଯେଉଁ ପିଲାମାନେ ଯେଉଁ ଶିଖିଥାନ୍ତି ଏସବୁ ୱାର୍ଡରୁ ଶିଖିଥାନ୍ତି, ନମ୍ବରରୁ 1 1 2 3 4 ଏସବୁ ନମ୍ବର ଦେଖିଲେ ସେ କହିଦେବେ 3 ମାନେ 3 ଜଣ ଥିବେ। ସେଭଳିଆ ସିମ୍ବଲ ପ୍ଲସ୍ ମାଇନସ୍ ଗୁଣନ ହରଣ ମାନେ ସେ ଏଠି ଜାଣିନେବେ। ଆମେ ଯେତେବେଳେ ବଡ଼ ବଡ଼ ହେବା ସେତେବେଳେ ଆହୁରି ଅଧିକ କମ୍ପ୍ଲିକେସନ୍ ସବୁ ସିମ୍ବଲ ମାନେ ସବୁ ଶିଖିଥାନ୍ତି। ସେଟା ହେଉଛି ସିମ୍ବଲିକ୍ ଷ୍ଟେଜ୍। ସେ କହୁଛି ରିଡ଼ିଂ ଅର୍ ରାଇଟିଂ ଦି ୱାର୍ଡ ବଲ୍ ଆଣ୍ଡ ସଲ୍ଭିଂ ଇକ୍ୱେସନ୍। ସେ କ'ଣ କହୁଛି ନା ବଲ୍ଟାକୁ ଲେଖିକି କିମ୍ବା ଏଠି ଶିଖିଥାଏ କିମ୍ବା ରାଇଟ୍ କରିକି ଶିଖିଥାଏ, ଆଉ କିଛି କିଛି ଇକ୍ୱେସନ୍ ମଧ୍ୟ ସଲ୍ଭ କରିଥାଏ, ଯେଉଁଭଳିଆ ପ୍ଲସ୍ ମାଇନସ୍ ଗୁଣନ ହରଣ ଏସବୁ ମଧ୍ୟ ଶିଖିଥାଏ ସିମ୍ବଲିକ୍ ଷ୍ଟେଜ୍ରେ। ଏଜୁକେସନାଲ୍ ଇମ୍ପ୍ଲିକେସନ୍ ଏଠି କ'ଣ ଅଛି ନା ଦ ଥିଓରି ପ୍ରମୋଟ୍ସ ଦ ଆକ୍ଟିଭ୍ ଏନ୍ଗେଜମେଣ୍ଟ ଅଫ୍ ଷ୍ଟୁଡେଣ୍ଟସ୍ ଇନ୍ ଲର୍ଣ୍ଣିଂ। ସେ କ'ଣ କହୁଛନ୍ତି ସ୍କୁଲରେ ଯେମିତି ପିଲାମାନେ ଆକ୍ଟିଭଲି ଏନ୍ଗେଜମେଣ୍ଟ ହେବେ ତାହେଲେ ତାଙ୍କର ଲର୍ଣ୍ଣିଂ ଭଲ ହୋଇପାରିବ। ଏଠି ଡେଭଲପ୍ସ ଲାଇଫ୍ ଲଙ୍ଗ୍ ଲର୍ଣ୍ଣିଂ ଇନ୍ ଷ୍ଟୁଡେଣ୍ଟସ୍। এটা କହୁଛି ଯେ ଲର୍ଣ୍ଣିଂଟା କେମିତି ହେଇଥାଏ ନା ଜନ୍ମରୁ ମୃତ୍ୟୁ ଯାଏ ସବୁବେଳେ ପାଇଁ ଲର୍ଣ୍ଣିଂ ଚାଲିଥିବ। ଏଠି ପ୍ରମୋଟ୍ସ ଇନକ୍ୱାରି ଆବାଉଟ୍ ଏ ଫ୍ୟାକ୍ଟ, ମାନେ ସେ କ'ଣ କରୁଛି ସ୍କୁଲରେ ତମେ ଛୁଆମାନଙ୍କୁ ଗୋଟେ ଫ୍ୟାକ୍ଟ ଦେବ, ତା ବିଷୟରେ ସେମାନେ ଇନକ୍ୱାରି କରିବେ। ଯେଉଁଭଳିଆ ସ୍କୁଲରେ ଆମେ କରିକୁଲମ୍ କେଉଁଭଳିଆ ଡିଜାଇନ୍ କରିବା ପିଲାମାନେ ତା ଉପରେ ଇନକ୍ୱାରି କରିବେ। ମଡେଲ୍ ରିପ୍ରେଜେଣ୍ଟେସନ୍, ଛୁଆମାନଙ୍କୁ ସବୁବେଳେ ପାଇଁ ମଡେଲ୍ ଦେଖିକି ପାଠ ପଢ଼ିବ। ଇୟର୍ର ମଡେଲ୍ ଦେଖେଇବ, ହାର୍ଟର ମଡେଲ୍ ଦେଖେଇବ, ଆଇର ମଡେଲ୍ ଦେଖେଇବ, ଯାହାଦ୍ୱାରା ସେମାନଙ୍କର ପାଠ ଆହୁରି ଭଲ ହୋଇପାରିବ। ତାପରେ ପ୍ରୋଜେକ୍ଟ ମେଥଡ଼ ତାଙ୍କୁ ଶିଖେଇବ, ନୂଆ ନୂଆ ପ୍ରୋଜେକ୍ଟ ସବୁ ଦେବ ଯାହାଦ୍ୱାରା ସେମାନେ ତାଙ୍କର ନଲେଜ୍ ଆହୁରି ଡେଭଲପମେଣ୍ଟ କରିପାରିବେ। ତାପରେ ଯିବା ସୋସିଆଲ ଡେଭଲପମେଣ୍ଟ ଥିଓରି ଆଲବର୍ଟ ବଣ୍ଡୁରା। ସୋସିଆଲ ଡେଭଲପମେଣ୍ଟ ଥିଓରି କିଏ ଦେଇଥିଲେ ନା ଆଲବର୍ଟ ବଣ୍ଡୁରା ଦେଇଥିଲେ। ସେ ସୋସିଆଲ ଡେଭଲପମେଣ୍ଟ ଥିଓରିକୁ ଆଉ କ'ଣ କୁହାଯାଏ ନା ସୋସିଆଲ ଲର୍ଣ୍ଣିଂ ଥିଓରି ମଧ୍ୟ କୁହାଯାଏ। ଆଲବର୍ଟ ବଣ୍ଡୁରା ସୋସିଆଲ ଲର୍ଣ୍ଣିଂ ଥିଓରି ଅଲସୋ କଲ୍ଡ ଏଜ୍ ସୋସିଆଲ ଡେଭଲପମେଣ୍ଟ ଥିଓରି। ଯଦି ବି କ୍ୱେଶ୍ଚନ୍ କେତେବେଳେ ପଚାରିଦେଲା ସୋସିଆଲ ଲର୍ଣ୍ଣିଂ ଥିଓରି କାହାକୁ କୁହାଯାଏ, କିଏ ଦେଇଥିଲେ ନା ଆଲବର୍ଟ ବଣ୍ଡୁରା ଦେଇଥିଲେ। Albert Bandura's theory says that people learn by watching others, that is called observational learning or modeling. ଆଲବର୍ଟ ବଣ୍ଡୁରା କ'ଣ କହିଲେ ନା ପିଲାଟା ସବୁବେଳେ ପାଇଁ ଅନ୍ୟ ଜଣଙ୍କୁ ଦେଖିକି ଶିଖିଥାଏ। ମାନେ ତା ଚତୁଃପାର୍ଶ୍ୱରେ ଏନଭାୟରମେଣ୍ଟରେ ଯାହା ଯାହା ହେଉଛି ତାକୁ ସବୁ ଅବଜର୍ଭ କରିକି ତାକୁ ସବୁ ଦେଖିକି ଶିଖିଥାନ୍ତି, ଯେଉଁଟା ଗୋଟେ ରିଅଲ୍ କଥା। ତୁମେ ଯେତେବେଳେ ଫାଷ୍ଟ କଥା କହିବା ଶିଖିବ କିମ୍ବା ହେଉଛି ତୁମେ ହେଉଛି ଚାଲିବା ଶିଖିବ କାହାକୁ ଅବଜର୍ଭ କରିକି? ତୁମ ମା ବାପା କେଉଁ ଭଳିଆ ଚାଲୁଛନ୍ତି କିମ୍ବା ଛୋଟ ଛୁଆଟା ଦେଖିବ ତା ବାପା କେଉଁ ଭଳିଆ କଥା କହୁଛନ୍ତି, କେଉଁ ଭଳିଆ ଲାଙ୍ଗୁଏଜ୍ର କଥା କହୁଛନ୍ତି ହେଲା। ତ ସେ ଅବଜର୍ଭ କରିକି ହିଁ ଶିଖେ। ତା ଚତୁଃପାର୍ଶ୍ୱ ଯେଉଁ ସ୍କୁଲ କିମ୍ବା ଛୁଆ ସମସ୍ତଙ୍କୁ ଅବଜର୍ଭ କରିକି ହିଁ ଶିଖେ। ତ ସେଇ ଯେଉଁ ଅବଜର୍ଭ କରିକି ଶିଖିବାଟାକୁ କ'ଣ କୁହାଯାଏ? ସେ ଦେଇଥିଲେ ଅବଜର୍ଭେସନାଲ୍ ଲର୍ଣ୍ଣିଂ ଅର୍ ତାକୁ ମଡେଲିଂ ମଧ୍ୟ କୁହାଯାଏ। People do not learn only by the direct experience, but also by observing others, such as parents, teachers, peers, even people on TV। ସେ କ'ଣ କହିଲେ ଯେ ପିଲାମାନେ ଖାଲି ନିଜେ ନିଜେ ହେଉଛି ଆକ୍ଟିଭଲି ପାର୍ଟିସିପେଟ୍ ହେଇଯିବେ କିମ୍ବା ନୂଆ ନୂଆ ସବୁ ନଲେଜ୍ ବିଷୟରେ ଡିସ୍କଭର କରିକି ସେ ଜାଣିପାରିଥାନ୍ତିନି। ତାଙ୍କୁ ହେଉଛି ବାହାର ଦୁନିଆକୁ ଅବଜର୍ଭ କରିବା ପାଇଁ ପଡ଼ିଥାଏ ଯଦି ସେମାନେ ଲର୍ଣ୍ଣିଂ ଚାହୁଁଛନ୍ତି। କାହାକୁ ଅବଜର୍ଭ କରିବେ? ତାଙ୍କ ପ୍ୟାରେଣ୍ଟକୁ ଅବଜର୍ଭ କରିକି ସେ ଶିଖିଥାନ୍ତି, ତାଙ୍କ ଟିଚରକୁ ଅବଜର୍ଭ କରିକି ଶିଖିଥାନ୍ତି, ତାଙ୍କ ସାଙ୍ଗମାନଙ୍କୁ ଅବଜର୍ଭ କରିକି ଶିଖିଥାନ୍ତି। କିମ୍ବା ଆମେ ଦେଖିବୁ ଯେଉଁ ଫିଲ୍ମରେ ଦେଖିଥାନ୍ତି ହିରୋଟା ଏଇଭଳିଆ କରୁଛି କିମ୍ବା ଭିଲାନଟା ଏଇଭଳିଆ କରୁଛି, ସେସବୁ ଆମେ ସବୁ କ'ଣ ଏ ଯେଉଁ ରାମାୟଣ ଦଶରଥ ଆମେ ସବୁ ଅନ୍ୟମାନଙ୍କୁ ଦେଖିକି ଆମେ ସେଠୁ କ'ଣ କରୁଛନ୍ତି ଆମେ କିଛି କିଛି ଗୁଣ ସବୁ ଶିଖିଥାନ୍ତି। ତ ଦ୍ୟାଟ୍ ଇଜ୍ ସୋସିଆଲ ଡେଭଲପମେଣ୍ଟ ଥିଓରି। ଏଠି ସେ ଗୋଟେ ଏକ୍ସପେରିମେଣ୍ଟ କରିଥିଲେ ଯାହାର ନାଁ ହେଉଛି ବବଡଲ୍ ଏକ୍ସପେରିମେଣ୍ଟ। କିସ ବବଡଲ୍ ଏକ୍ସପେରିମେଣ୍ଟ। ସେ ଏଠି କ'ଣ କଲେ ଏଠି ସବୁଟାର ଗୋଟେ ନା ଗୋଟେ ଚିତ୍ର ଦେଇଦେଇଛି, କାହିଁକିନା ତୁମକୁ ଯେତେବେଳେ ଏକ୍ସପେରିମେଣ୍ଟ ବୁଝିତେ ହେବ ତୁମ ଚିତ୍ରଟାକୁ ଦେଖିଲେ ତୁମ ବ୍ରେନ୍ରେ ଗୋଟେ କ୍ୟାପଚର ହେଇଯିବ ଯେ ହଁ ବବଡଲ୍ ଏକ୍ସପେରିମେଣ୍ଟର ଏଇଆ ହେଉଥିଲା। ଯଦି ସେ ତୁମକୁ କ୍ୱେଶ୍ଚନ୍ ହେଉଛି ପକେଇଦେଲା ଯେ ଏଇଟା ମୁଁ ଏ ବିଏଡ଼୍ କଥା କହୁନି, ଯଦି କମ୍ପିଟେଟିଭ୍ ଏକ୍ଜାମ୍ରେ ତୁମକୁ ଯଦି ପକେଇଦେଲା ଟିକେ ହେଉଛି ମୋଡ଼ିଫାଇ କରିକି କିମ୍ବା ତୁମକୁ ଗୋଟେ ଏକ୍ଜାମ୍ପଲ୍ ବେସ୍ରେ ଯେତେବେଳେ କ୍ୱେଶ୍ଚନ୍ ପକେଇଦେବ ତୁମକୁ ଏଇ ଚିତ୍ର ଯଦି ମନେ ଥିବ କିମ୍ବା ଯଦି ପରେ ଯଦି ଏଇ ଭିଡ଼ିଓଟା ଆଉଥରେ ଦେଖିବ ତାହେଲେ ଆହୁରି ଭଲକି ବୁଝିପାରିବ। ଯଦି ଭିଡ଼ିଓଟା ଭଲ ଲାଗୁଛି ତାହେଲେ ଭିଡ଼ିଓଟାକୁ ଲାଇକ୍ କରିକି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିବେ ଆଉ କମେଣ୍ଟରେ କହିବେ କେମିତି କ'ଣ ଭିଡ଼ିଓଟା ଭଲ କି ଖରାପ ଲାଗିଲା। ତାହେଲେ ବବଡଲ୍ ଏକ୍ସପେରିମେଣ୍ଟର କ'ଣ କଲେ ନା ବଣ୍ଡୁରା ସୋଜ୍ ଏ ଭିଡ଼ିଓ ଅଫ୍ ଏନ୍ ଆଡଲ୍ଟ ହିଟିଂ ଏ ଟଏ କଲ୍ଡ ବବଡଲ୍। ସେ ଗୋଟେ ଛୁଆକୁ ନେଲେ କିମ୍ବା 2-4 ଜଣ ଛୁଆଙ୍କୁ ନେଲେ, ସିଏ ଯାଇକି କ'ଣ କଲେ ନା ଦେଖେଇଲେ ଗୋଟେ ମାନେ ପିକ୍ଚର ତାଙ୍କୁ ଦେଖେଇଲେ, ଗୋଟେ ଭିଡ଼ିଓଟେ ଦେଖେଇଲେ ଯେଉଁଠି ଗୋଟେ ଲୋକଟେ ବବଡଲ୍କୁ ପିଟୁଛି। ବବଡଲ୍ ମାନେ ଗୋଟେ ଖେଳନା ଡଲ୍ଟେ ଗୋଟେ ସେଟାକୁ ସେ ମାରୁଛି। ଯେତେବେଳେ ସେ ଛୁଆମାନଙ୍କୁ ଆଣିକି ଆଉ ଗୋଟେ ରୁମ୍ର
ବବଡୋଲଟା ଦେଲେ ସେ କ'ଣ ଦେଖିଲେ ନା ପିଲାମାନେ ମଧ୍ୟ ତାକୁ ମାରିବା ଷ୍ଟାର୍ଟ କରିଦେଲେ। କିନ୍ତୁ ଅରିଜିନାଲି ପିଲାମାନେ ଡଲ୍ ଦେଖିଲେ କ'ଣ କରନ୍ତି? ଖେଳିଥାନ୍ତି। ଯେଉଁ ଆମ ନ୍ୟାଚୁରାଲି ପିଲାମାନଙ୍କୁ ଗୋଟେ ଡଲ୍ ଦେଇଦେଲେ ସେ କ'ଣ ଖେଳିଥାନ୍ତି। କିନ୍ତୁ ସେ ଛୁଆଟା ଦେଖିଥିଲା ଯେ ସେ ପିକ୍ଚରରେ ଯେ ଗୋଟେ ଲୋକଟେ ସେ ବବଡୋଲକୁ ମାରୁଥିଲା, ସେଥିପାଇଁ ତା ମନରେ ମଧ୍ୟ ଗୋଟେ ହେଉଛି ଛବି ଗୋଟେ ଆସିଗଲା ଯେ ବବଡୋଲକୁ ମାରିବା ଦରକାର। ସେଗୁଡ଼ା କହୁଛି ଚିଲଡ୍ରେନ୍ ହୁ ୱାଚେଡ୍ ଇଟ୍ ଅଲସୋ ଷ୍ଟାର୍ଟେଡ୍ ହିଟିଂ ଦି ବବଡୋଲ shows that children learn by watching and copying others। ଏଠି ଯେଉଁ ସେ ଛୁଆଟା କେମିତି ଶିଖିଲା ଯେ ସେ ଫଟୋରେ ଯାହା ଦେଖିଥିଲା ବା ଭିଡ଼ିଓରେ ଯାହା ଦେଖିଥିଲା ଏଠି ଯାଇକି ସେଇଆ ହିଁ ଇମ୍ପ୍ଲିମେଣ୍ଟ କଲା ବା ଆଉ ଜଣଙ୍କୁ କପି କଲା। ଦିସ୍ ପ୍ରୁଭ୍ ଦ୍ୟାଟ୍ ବିହେଭିୟର କ୍ୟାନ୍ ବି ଲର୍ନ ବାଇ ଅବଜର୍ଭେସନ୍। ଏଇ ଯେଉଁ ଥିଓରିରୁ ଆମେ ଜାଣିପାରୁଛନ୍ତି, ଏଇ ଏକ୍ସପେରିମେଣ୍ଟରୁ ଆମେ ଜାଣିପାରୁଛନ୍ତି ନା ଆମ ବିହେଭିୟର କେମିତି ଚେଞ୍ଜେସ୍ ଆସେ ବା ଆମେ ନୂଆ ଜିନିଷ କେମିତି ଆମେ ଲର୍ନ କରିଥାନ୍ତି, ଅବଜର୍ଭେସନରୁ ହିଁ ଆମେ ଲର୍ନ କରିଥାନ୍ତି। ତ ଆଲବର୍ଟ ବଣ୍ଡରା କ'ଣ କଲେ, ଆମକୁ ହେଉଛି 4ଟା ଷ୍ଟେଜ୍ ଦେଲେ। କହିଲେ 4ଟା ଷ୍ଟେଜ୍ର ଲର୍ଣ୍ଣିଂ ହେଉଛି କମ୍ପ୍ଲିଟ୍ ହୋଇଥାଏ। ଫାର୍ଷ୍ଟ ହେଉଛି ଆଟେନସନ୍, ତାପରେ ରିଟେନସନ୍, ତାପରେ ରିପ୍ରଡକ୍ସନ୍, ତାପରେ ହେଉଛି ମୋଟିଭେସନ୍। ଆଟେନସନ୍ ଷ୍ଟେଜ୍ର କ'ଣ ହେଇଥାଏ ନା ୟୁ ନିଡ୍ ଟୁ ଫୋକସ୍ ଅନ୍ ହ୍ୱାଟ୍ ଦି ମଡେଲ୍ ଇଜ୍ ଡୁଇଂ। ଧର ତୁମେ ସ୍କୁଲର ଗୋଟେ ମ୍ୟାଥ୍ ପ୍ରୋବ୍ଲେମଟେ ଦିଆହେଇଛି, ତୁମେ ଫାଷ୍ଟ କ'ଣ କରୁଛ? ସାର୍ଙ୍କୁ ଦେଖୁଛ, ସାର୍ କେଉଁ ଭଳିଆ କ'ଣ କରୁଛନ୍ତି। ତାପରେ ସେ ମ୍ୟାଥ୍ ପ୍ରୋବ୍ଲେମଟାକୁ ତୁମେ ପୁରା ମନେ ରଖିଦେଉଛ ଯେ ଫାଷ୍ଟ ହେଉଛି ମିଶାଣ ହେବ, ତାପରେ ଗୁଣନ ହେବ, ତାପରେ ହରଣ ହେବ, ତାପରେ ଏଇଭଳିଆ ଡିଭାଇଡ୍ ହେଲେ ଯାଇକି ଆନ୍ସରଟା ବାହାରିବ। ତ ତୁମେ ପ୍ରୋସେସଟା ମନେ ରଖିଲ। ତାପରେ ସାର୍ ତୁମକୁ ସିମିଲାରଲି କିଛି କ୍ୱେଶ୍ଚନ୍ ଦେଲେ, ତୁମେ ସେ କ୍ୱେଶ୍ଚନ୍ଟା ଆଡ଼କୁ କଲ, ତାପରେ ଯାଇକି ତୁମର ରେଜଲ୍ଟ ବାହାରିଲା। ତ ସେଇଟା ହେଉଛି ଫାଷ୍ଟ ତୁମେ ଆଟେନସନ୍ ଦେବ, ଯେ ତୁମେ ଫୋକସ୍ କରିବା ଦରକାର ସାର୍ କିମ୍ବା ପର୍ସନ୍ଟା ଯାହାକୁ ତୁମେ ଅବଜର୍ଭ କରୁଛ ସେ କ'ଣ କରୁଛି। ଏ ଚାଇଲ୍ଡ ଫୋକସ୍ ଅନ୍ ଟିଚର ଡେମନଷ୍ଟ୍ରେଟିଂ ହାଉ ଟୁ ସଲ୍ଭ ଏ ମ୍ୟାଥ୍ ପ୍ରୋବ୍ଲେମ୍। ଚିଲଡ୍ରେନଟା ଫୋକସ୍ କରିବା ଦରକାର ଟିଚର କେମିତି ମ୍ୟାଥ୍ ପ୍ରୋବ୍ଲେମଟା ସଲ୍ଭ କରୁଛି। ତାପରେ ଆସିଲା ରିଟେନସନ୍। ରିଟେନସନ୍ କ'ଣ ନା ୟୁ ନିଡ୍ ଟୁ ରିମେମ୍ବର ଦ ବିହେଭିୟର ୟୁ ଅବଜର୍ଭ ସୋ ଦ୍ୟାଟ୍ ୟୁ କ୍ୟାନ୍ ରିକଲ୍ ଇଟ୍ ଇନ୍ ଇଟ୍। ମାନେ ତୁମେ ମନେ ରଖିବା ଦରକାର ଯିଏ ବି ତୁମକୁ ସେଠି ପଢ଼ଉଥିଲା ବା ଯାହାକୁ ତୁମେ ଶିଖୁଛ ସେ କ'ଣ ଶିଖଉଥିଲା ତାକୁ ମନେ ରଖିବା ଦରକାର, ଯାହାକି ତୁମେ ପରବର୍ତ୍ତୀ ସମୟରେ ମନେ ପକାଇ ପାରିବ। The child remembers the steps to solve the problem for later use। ଚିଲଡ୍ରେନଟା ସେ ମ୍ୟାଥ୍ ପ୍ରୋବ୍ଲେମଟା କେମିତି ସଲ୍ଭ କରୁଛି ତାକୁ ମନେ ରଖିବା ଦରକାର, ଯାହାଦ୍ୱାରା ସେ ପରବର୍ତ୍ତୀ ସମୟରେ ୟୁଜ୍ କରିପାରିବ। ତାପରେ ହେଉଛି ରିପ୍ରଡକ୍ସନ୍। ୟୁ ମଷ୍ଟ ବି ଏବୁଲ୍ ଟୁ ପରଫର୍ମ ଅର୍ ଇମିଟେଟ୍ ଦ ବିହେଭିୟର ୟୁ ଅବଜର୍ଭ। ମାନେ ତୁମେ ଯାହା ବି ଶିଖିଥିଲ ବା ଯେଉଁ ବିହେଭିୟର ତୁମେ ସେ ଲୋକ କତରୁ ଶିଖିଲ ତାକୁ ତୁମେ ଯେମିତି କେଉଁଠି ନା କେଉଁଠି ଗୋଟେ ଆପ୍ଲାଏ କରିବ। ଦ ଚାଇଲ୍ଡ ଆଟେମ୍ପ୍ଟସ୍ ଟୁ ସଲ୍ଭ ଏ ସିମିଲାର ପ୍ରୋବ୍ଲେମ୍ ୟୁଜିଂ ଦ ରିମେମ୍ବର୍ଡ ଷ୍ଟେପ୍। ମୁଁ କହିଲି ଯେ ଯେତେବେଳେ ସାର୍ଙ୍କ କତରୁ ସେ ଶିଖିଲା ଏଇ ମେଥଡ଼ର ପ୍ରୋବ୍ଲେମଟା ସଲ୍ଭ ହେବ, ତାହେଲେ ସେ କିଛି ସିମିଲାର ପ୍ରୋବ୍ଲେମ୍ ସେଇ ମେଥଡ଼ରେ କରିବା ପାଇଁ ଚାଲିଲା। ଦ୍ୟାଟ୍ ଇଜ୍ ରିପ୍ରଡକ୍ସନ୍। ମୋଟିଭେସନ୍ କ'ଣ ନା ୟୁ ନିଡ୍ ଟୁ ରିଜିନ୍ ଟୁ ଇମିଟେଟ୍ ଦ ବିହେଭିୟର ସଚ୍ ଏଜ୍ ଏ ରିୱାର୍ଡ଼ ଅର୍ ପଜିଟିଭ୍ ଆଉଟକମ୍ସ। ମାନେ ତୁମ ପାଖରେ ଗୋଟେ ମୋଟିଭ୍ ହେବା ଦରକାର କାହିଁକି ତୁମେ ପଢ଼ୁଛ। ସେ ଚାଇଲ୍ଡଟା କ'ଣ ପାଇଁ ପଢ଼ୁଥିଲା? ଆଇଦର ତ ସେ ପ୍ରୋବ୍ଲେମଟା କରିଦେଲେ ସାର୍ ତାକୁ ସାବାସି ଦେବେ, ନହେଲେ ସେ ହେଉଛି ଏକ୍ଜାମ୍ରୁ ପାସ୍ କରିବା ପାଇଁ ସେ ପ୍ରୋବ୍ଲେମଟା କରୁଥିଲା। ସେ କଥା କହୁଛି ନା ତୁମ ପାଖରେ ଗୋଟେ ମୋଟିଭେସନ୍ ହେବା ଦରକାର, ତୁମ ପାଖରେ ଗୋଟେ ରିଜିନ୍ ହେବା ଦରକାର କାହିଁକି ତୁମେ ସେ ଜିନିଷଟାକୁ ଶିଖିବା ପାଇଁ ଚାହୁଁଛ, କାହିଁକି ତୁମ ବିହେଭିୟରଟାକୁ ଚେଞ୍ଜ କରିବା ପାଇଁ ଚାହୁଁଛ। ତ ଟିଚର ପ୍ରାଇଜେସ୍ ଦ ଚାଇଲ୍ଡ ଫର୍ ମୋଟିଭେଟିଂ ଦେମ୍ ଟୁ କଣ୍ଟିନ୍ୟୁ ସଲ୍ଭିଂ ପ୍ରୋବ୍ଲେମ୍। ଆଉ ସେଠି ହେଉଛି କ'ଣ ଥିଲା ନା ଚିଲଡ୍ରେନଟାକୁ ଟିଚର ପ୍ରାଇଜ୍ ଦେବେ, ସେଥିପାଇଁ ଚିଲଡ୍ରେନଟା ମୋଟିଭେଟ୍ ହେଉଥିଲା ଯେ ପ୍ରୋବ୍ଲେମଟାକୁ ସଲ୍ଭ କରିବା ପାଇଁ। ତାପରେ ଯିବା ପିଆଜେଟ୍ସ କଗ୍ନିଟିଭ୍ ଡେଭଲପମେଣ୍ଟ ଥିଓରି। ପିଆଜେଟ୍ସ କଗ୍ନିଟିଭ୍ ଡେଭଲପମେଣ୍ଟ ଥିଓରି କ'ଣ କହୁଛି ନା ଜିନ୍ ପିଆଜେଟ୍ସ କଗ୍ନିଟିଭ୍ ଡେଭଲପମେଣ୍ଟ ଥିଓରି ଇଜ୍ ଏ କମ୍ପ୍ରେହେନ୍ସିଭ୍ ଥିଓରି ଏବାଉଟ୍ ଦ ନେଚର ଆଣ୍ଡ ଡେଭଲପମେଣ୍ଟ ଅଫ୍ ଏ ହ୍ୟୁମାନ୍ ଇଣ୍ଟେଲିଜେନ୍ସ। କ'ଣ କହୁছে ନା ଏଇ ଯେଉଁ ଆମର ପିଆଜେଟ୍ ଥିଲେ ସେ କାହା ଉପରେ ସେ ତାଙ୍କ ଥିଓରିଟା ଥିଲା ନା ଗୋଟେ ପିଲାର କେମିତି ଇଣ୍ଟେଲିଜେନ୍ସ ଡେଭଲପ୍ ହେଉଛି, କେମିତି ଗୋଟେ ଛୁଆଟା ଦୁନିଆ ବିଷୟରେ ଜାଣୁଛି, ତା ବୁଦ୍ଧିରେ ସେ ହେଉଛି ତା ବୁଦ୍ଧିକୁ ସେ ଏନହାନ୍ସ କରୁଛି, ତା ନଲେଜକୁ ସେ ଏନହାନ୍ସ କରୁଛି, ତା ଉପରେ ସେ ଥିଲା ଯେ ହ୍ୟୁମାନ୍ର ଇଣ୍ଟେଲିଜେନ୍ସଟା କେମିତି ଡେଭଲପମେଣ୍ଟ ହେଉଛି ତା ଉପରେ ହେଉଛି ପିଆଜେଟ୍ସଙ୍କର କଗ୍ନିଟିଭ୍ ଡେଭଲପମେଣ୍ଟ ଥିଓରି ଥିଲା। ପିଆଜେଟ୍ସ କଗ୍ନିଟିଭ୍ ଥିଓରି ଟୁ ଲର୍ଣ୍ଣିଂ ଫୋକସେସ୍ ଅନ୍ ହାଉ ଚିଲଡ୍ରେନ୍ ଥିଙ୍କ ଆଣ୍ଡ ଲର୍ନ ଏଜ୍ ଦେ ଗ୍ରୋ। ସେ କହୁଥିଲେ ଯେ ପିଲାଟା ଯେତେବେଳେ ଛୋଟରୁ ବଡ଼ ହେଇକି ଯାଉଛି ସେ କେମିତି ସବୁ ବିଷୟରେ ସବୁ ଲର୍ନ କରୁଛି ବା ଥିଙ୍କ କରୁଛି, କେଉଁ ନୂଆ ନୂଆ ଜିନିଷ ବିଷୟରେ ଥିଙ୍କ କରୁଛି କିମ୍ବା କେମିତି କ'ଣ ଲର୍ନ କରୁଛି ତା ଉପରେ ହିଁ ତାଙ୍କର ଥିଓରିଟା ଫୋକସ୍ କରୁଥିଲା। It emphasizes that learning is an active and a developmental process, not just memorizing fact। ତାଙ୍କ ଥିଓରି ଅନୁସାରେ ଲର୍ଣ୍ଣିଂଟା କେଉଁ ଭଳିଆ ନା ଆକ୍ଟିଭ ମାନେ ପିଲାଟା ଯଦି ଆକ୍ଟିଭଲି ସେ ପାଠରେ ଯଦି ପାର୍ଟିସିପେଟ୍ କଲା, ଯଦି ସେ କାମଟାକୁ ଲର୍ଣ୍ଣିଂ ବାଇ ଡୁଇଂ କଲା ବା ଆକ୍ଟିଭଲି ପାର୍ଟିସିପେଟ୍ କଲା, ତାହେଲେ ଯାଇକି ଲର୍ଣ୍ଣିଂଟା ହେଇପାରିବ। ଯେଉଁଟାକି ଲର୍ଣ୍ଣିଂଟା ଗୋଟେ ଡେଭଲପମେଣ୍ଟାଲ ପ୍ରୋସେସ୍। ତୁମେ ଯେତେ ବଡ଼ ହେଇକି ଯାଉଥିବ ତୁମର ଲର୍ଣ୍ଣିଂଟା ସେତେ ବେଶୀ ହେଇକି ଯିବ।
ନୁହେଁ କି ଲର୍ଣ୍ଣିଂଟା ଗୋଟେ ମେମୋରାଇଜିଂ ଫ୍ୟାକ୍ଟ ଗୋଟେ ଯେ ତମେ ଖାଲି ଘୁଷି ଦେଇକି ଯେ ତମର ଲର୍ଣ୍ଣିଂ ହେଇଯିବ ସେଟା ସେମିତିଆ ନୁହେଁ। ତମକୁ ସେଠି ଆକ୍ଟିଭଲି ପାର୍ଟିସିପେଟ୍ କରିବା ପାଇଁ ପଡ଼ିଥାଏ। ଷ୍ଟେଜେସ୍ ଅଫ୍ କଗ୍ନିଟିଭ୍ ଡେଭଲପମେଣ୍ଟ। ପିଆଜେଟ୍ କ'ଣ କହିଥିଲେ ନା ପିଆଜେଟ୍ ବିଲିଭ୍ ଦ୍ୟାଟ୍ ଚିଲଡ୍ରେନ୍ ମୁଭ୍ ଥ୍ରୋ ଫୋର୍ ଷ୍ଟେଜେସ୍ ଅଫ୍ କଗ୍ନିଟିଭ୍ ଡେଭଲପମେଣ୍ଟ। ସେ କହୁଛନ୍ତି ଚିଲଡ୍ରେନ୍ ଯେତେବେଳେ ତା ନଲେଜ୍ ଡେଭଲପମେଣ୍ଟ କରିଥାଏ ତ 4ଟା ଷ୍ଟେଜ୍ ଦେଇକି ସେ ଯାଇଥାଏ। ଗୋଟେ ହେଉଛି ସେନ୍ସରି ମୋଟର ଷ୍ଟେଜ୍ ଯେଉଁଟାକି ବାର୍ଥରୁ 2 ଇୟର୍ସ ଯାଇଥାଏ, ଯେଉଁଟା ତାପରେ ଇନଫାନ୍ସି ଷ୍ଟେଜ୍ ଥାଏ। ତାପରେ ପ୍ରି ଅପରେସନାଲ୍ ଷ୍ଟେଜ୍ ଯେଉଁଟା ତମର ଆର୍ଲି ଚାଇଲ୍ଡହୁଡ୍ 2 ରୁ 7 ଇୟର୍ସ। ତାପରେ କଂକ୍ରିଟ୍ ଅପରେସନାଲ୍ ଷ୍ଟେଜ୍ 7 ରୁ 11, ଯେଉଁଟା ତମର ଲେଟର ଚାଇଲ୍ଡହୁଡ୍। ତାପରେ ହେଉଛି ଫର୍ମାଲ ଅପରେସନାଲ୍ ଷ୍ଟେଜ୍ ଯେଉଁଟା 12 ଇୟର୍ସ ଆଣ୍ଡ ଆଡୋଲସେନ୍ସ ପିରିୟଡ଼ଟା। ଏ ଥିଲା ତମ 4ଟା ଷ୍ଟେଜ୍ର ପିଲାମାନଙ୍କର ଗ୍ରୋଥ୍ ହେଇଥାଏ ବା କୋଗ୍ନିଟିଭ୍ ଡେଭଲପମେଣ୍ଟ ହେଇଥାଏ। ତାପରେ ପିଆଜେଟ୍ସ କି ଆଇଡ଼ିଆଜ୍ କ'ଣ କ'ଣ ବିଷୟରେ ପିଆଜେଟ୍ ଆଇଡ଼ିଆ ଦେଇଥିଲେ ସେଟା ଆମେ ଦେଖିବା। ଫାଷ୍ଟ ସେ ସ୍କିମା ବିଷୟରେ କହିଥିଲେ, ତାପରେ ଏସିମିଲେସନ୍ କଥା କହିଥିଲେ, ତାପରେ ଆକୋମୋଡେସନ୍ କଥା କହିଥିଲେ ଆଉ ଇକ୍ୱିଲିବ୍ରିୟମ୍ କଥା କହିଥିଲେ। ସ୍କିମାଜ୍ ସ୍କିମାଜ୍ ମାନେ ମେଣ୍ଟାଲ ଫ୍ରେମୱାର୍କସ୍। ତା ଡେଫିନେସନ୍ କ'ଣ ନା ମେଣ୍ଟାଲ ଷ୍ଟ୍ରକ୍ଚର୍ସ ଦ୍ୟାଟ୍ ଅର୍ଗାନାଇଜ୍ ଆଣ୍ଡ କ୍ୟାଟଗରାଇଜ୍ ନଲେଜ୍। ମାନେ କ'ଣ ନା ବ୍ରେନ୍ର ଏମିତିଆ ଗୋଟେ ଷ୍ଟ୍ରକ୍ଚରଟେ ଯେଉଁଟାକି କିଛି ନା କିଛି ନଲେଜ୍ ବା କିଛି ନା କିଛି କାହା ବିଷୟରେ କିଛି ନଲେଜ୍ ହେଉଛି ଗ୍ରହଣ କରିକି ରଖିଥାଏ। ଏକ୍ଜାମ୍ପଲ୍ ଦେଇକି ବୁଝିବା। ଲେଟ୍ ତମେ ଏପର୍ଯ୍ୟନ୍ତ ଆମେ ଦେଖିଛନ୍ତି ପୋଲାର ବିୟର୍ ଆମେ ଦେଖିଛନ୍ତି ସତ ସତିଆ ଆମେ ଦେଖିନାହାନ୍ତି, କିନ୍ତୁ ପୋଲାର ବିୟର୍ ଉପରେ ଆମର ନଲେଜ୍ କ'ଣ, ଧଳା ଭାଲୁ ଉପରେ ନଲେଜ୍ କ'ଣ ନା ସେ ପାହାଡ଼ରେ ରହିଥାଏ ଆଉ ତାର ହେଉଛି 4ଟା ଗୋଡ଼ ଥାଏ ଆଉ ସେ ଦେଖିବା ପାଇଁ ଧଳା ଆଉ ତା ରୁମ ଆଡ଼କ ବହୁତ ରୁମ ଥାଏ। ତ ଏଇ ଆଡ଼କ ଆମ ବ୍ରେନ୍ର କ'ଣ ଅଛି ଗୋଟେ ତଥ୍ୟ ଅଛି ଗୋଟେ ପୋଲାର ବିୟର୍ ଉପରେ, ଦ୍ୟାଟ୍ ଇଜ୍ ସ୍କିମା। ମାନେ କାହା ବିଷୟରେ ଗୋଟେ ନଲେଜ୍ ଫାଷ୍ଟ କ୍ରିଏଟ୍ କରିବାକୁ ଯେଉଁ ଆମ ବ୍ରେନ୍ ଯେଉଁ କ୍ରିଏଟ୍ କରିଥାଏ ଦ୍ୟାଟ୍ ଇଜ୍ ସ୍କିମା। ଗୋଟେ ମେଣ୍ଟାଲ ଷ୍ଟ୍ରାସ୍ ଗୋଟେ ଗଠନ କରିବାକୁ ସ୍କିମା କୁହାଯାଏ। A child has a schema for dog with ideas like four legs and a body. ଫାଷ୍ଟ ଯେତେବେଳେ ଚାଇଲ୍ଡଟା ଡଗ୍ ବିଷୟରେ ଶୁଣିଲା ତା ମାଇଣ୍ଡରେ ଗୋଟେ ଆଇଡ଼ିଆ କ'ଣ ହେଲା ନା ହେଉଛି ଡଗ୍ଟା କ'ଣ କରିଥାଏ ନା ତାର ହେଉଛି ଲୁମ ଥାଏ ଆଉ 4ଟା ଗୋଡ଼ ଅଛି ଯିଏକି ଭୁକିଥାଏ, ତାକୁ ହିଁ ଆମେ ଡଗ୍ କହିବା। ଏଜ୍ ଦେ ମିଟ୍ ମୋର୍ ଡଗ୍ସ ଦେ ଅପଡେଟ୍ ଦିସ୍ ଆଇଡ଼ିଆ। ଯେତେବେଳେ ସେ ଡଗ୍ ଆଡ଼କୁ ସବୁ ଭେଟ ହେଲା କିମ୍ବା ଯେତେବେଳେ ରାସ୍ତାଘାଟରେ ସବୁ ଡଗ୍ ଆଡ଼କୁ ଦେଖିଲା ସେ ଜାଣିଲା ଯେ ଏଇଟା ହେଉଛି ଡଗ୍ ବୋଲି ସେ ଜାଣିଦେଲା, ସେ ପଶୁଟାକୁ ସେ ଚିହ୍ନିଦେଲା। ଦ୍ୟାଟ୍ ଇଜ୍ ସ୍କିମା। ଆସିମିଲେସନ୍ କ'ଣ ନା ଫିଟିଂ ନ୍ୟୁ ଇନଫର୍ମେସନ୍ ଇଣ୍ଟୁ ଆନ୍ ଏକ୍ଜିଷ୍ଟିଂ ସ୍କିମା ୱିଦାଉଟ୍ ଚେଞ୍ଜିଂ ଇଟ୍। ମାନେ କ'ଣ ତମର ଯେଉଁ ସ୍କିମାଟା ଅଛି ତମର ଯେଉଁ ନଲେଜଟା ଅଛି ତାକୁ ବିନା ଚେଞ୍ଜ କରିକି ତା ଦେହରୁ ଯଦି ତମେ କିଛି ନୂଆ ଇନଫର୍ମେସନ୍ ଏଡ୍ କରୁଛ ତାହେଲେ ତାକୁ କହିବା ହିଁ ଆସିମିଲେସନ୍। ଏକ୍ଜାମ୍ପଲ୍ ଦେଇକି ବୁଝିବା। ଏ ଚାଇଲ୍ଡ ସିଜ୍ ଏ ଡାଲମାଟାଇନ୍ and adds it to their dog's schema because it has four legs and barbs। ସେ ଛୁଆଟା କ'ଣ ହେଲା ନା ଦିନେ ତା ମା ସାଙ୍ଗରେ ଗୋଟେ ଜଣଙ୍କ ଘରକୁ ଯାଇଛି। ସେଠି ସବୁ ଦେଖିବ ସେ ଯେଉଁ ତୁମର ଲାବ୍ରାଡୋର ସବୁ କୁକୁର ଆଡ଼କୁ ରହିଛନ୍ତି ମାନେ ବିଦେଶୀ କୁକୁର ଭଳିଆ ଯେଉଁ ଆଡ଼କୁ, ତ ସେମାନେ କ'ଣ ଦେଶୀ କୁକୁର ଠାରୁ ଟିକେ ଡିଫରେଣ୍ଟ ଦେଖାଯାନ୍ତି। ସେଠି ଯେତେବେଳେ ସେ ଗଲା ସେ ଦେଖିଲା ଯେ ସେ କୁକୁରର ବି ହେଉଛି ଲୁମ ଅଛି, ତାର ବି 4ଟା ଗୋଡ଼ ଅଛି, ସେ ବି ଭୁକୁଛି। ତ ସିଏ ହେଉଛି କ'ଣ କହିଲା ନା ମୁଁ ଯେଉଁ ଦେଶୀ କୁକୁର ଦେଖିଥିଲି ଆଉ ଯେଉଁ ଇଏ କୁକୁର ଏ ଦୁଇ ଜଣ ଏମିତି କୁକୁର ପ୍ରଜାତିର ଯିବେ। ତ ସେ ତାର କିଛି ଗୋଟେ ନ୍ୟୁ ଇନଫର୍ମେସନ୍ ସେ ହେଉଛି ତା ସ୍କିମାର ହେଉଛି ଏଡ୍ କଲା ଯେ ଏଇଭଳିଆ ମଧ୍ୟ କୁକୁରମାନେ ମଧ୍ୟ ଅଛନ୍ତି। ଏଇଟା ହେଲା ଏସିମିଲେସନ୍। ତାପରେ କ'ଣ ଆକୋମୋଡେସନ୍ କ'ଣ ଚେଞ୍ଜିଂ ଅର୍ କ୍ରିଏଟିଂ ନ୍ୟୁ ସ୍କିମାଜ୍ ହ୍ୱେନ୍ ଦ ନ୍ୟୁ ଇନଫର୍ମେସନ୍ ଡଜ୍ ନଟ୍ ଫିଟ୍। ମାନେ କ'ଣ ନା ଯେଉଁ ଇନଫର୍ମେସନ୍ ତା ପାଖରେ ଥିଲା ଯେ କୁକୁରର 4ଟା ଗୋଡ଼ ଅଛି ଇଏ ଅଛି ସେ ଅଛି ଯାହା ଇନଫର୍ମେସନ୍ ଥିଲା, ଆଉ ଯେତେବେଳେ ସେ ଗୋଟେ ନୂଆ ଏନଭାୟରମେଣ୍ଟକୁ ଗଲା ସେତେବେଳେ ଯେତେବେଳେ ଗୋଟେ ନୂଆ ସିଚୁଏସନ୍ ଗୋଟେ ଦେଖିଲା ତାହେଲେ ସେ ଗୋଟେ ନୂଆ ସ୍କିମା ଯେଉଁ ଗୋଟେ କ୍ରିଏଟ୍ ହେଲା ତା ବ୍ରେନ୍ର ସେଇ ଦୁଇଟା ଭିତରେ ସେ ଯେଉଁ ନୂଆ ସ୍କିମାଟାକୁ ସେ ତା ଯେଉଁ ପୂର୍ବ ଯେଉଁ ସ୍କିମା ଥିଲା ତାକୁ ଯଦି ଚେଞ୍ଜ କରିଲା ତାକୁ ହିଁ କହିବା ଆମେ କ'ଣ ଆକୋମୋଡେସନ୍। ଏକ୍ଜାମ୍ପଲ୍ ଦେଖିବା ତାପରେ ଜାଣିପାରିବା। ଏ ଚାଇଲ୍ଡ ସିଜ୍ ଏ କ୍ୟାଟ୍ ଆଣ୍ଡ ଥିଙ୍କ୍ସ ଇଟ୍ ଏ ଡଗ୍ ଏଟ୍ ଫାଷ୍ଟ। ଯେତେବେଳେ ସେ ଗୋଟେ ଫାଷ୍ଟ ବିଲେଇକି ଯେତେବେଳେ ପିଲାଟା ଦେଖିଲା ସେ ଭାବିଥିଲା ଯେ ସେ ବିଲେଇଟାକୁ କୁକୁର ବୋଲି ଭାବି ନେଇଥିଲା। କାହିଁକି ବିଲେଇର ବି ଲୁମ ଅଛି ତାର 4ଟା ଗୋଡ଼ ଅଛି, ତ ସେ ଫାଷ୍ଟ କ'ଣ ଭାବି ନେଇଥିଲା ବିଲେଇଟାକୁ କୁକୁର ବୋଲି ଭାବି ନେଇଥିଲା। ବଟ୍ ଲେଟର ଚେଞ୍ଜେସ୍ ଦେୟାର ସ୍କିମାଜ୍ ଟୁ ଅଣ୍ଡରଷ୍ଟାଣ୍ଡ ଦ ଡିଫରେନ୍ସ ବିଟୱିନ୍ କ୍ୟାଟ୍ ଆଣ୍ଡ ଡଗ୍ସ। ତାପରେ ପରବର୍ତ୍ତୀ ସମୟରେ ସେ ହେଉଛି ଯେତେବେଳେ ଭାବିଲା ଆଉ ଟିକେ ଥିଙ୍କ୍ କଲା ତାର ଯେଉଁ ପୂର୍ବରୁ ଯେଉଁ ନଲେଜଟା ଥିଲା ଯେଉଁ ସ୍କିମାଟା ଥିଲା ତାକୁ ଚେଞ୍ଜ କଲା ଆଉ ତାପରେ ସେ ବୁଝିପାରିଲେ ଯେ ନା କ୍ୟାଟ୍ ଅଲଗା ଆଉ ଡଗ୍ ଅଲଗା। ଏଇ ଯେଉଁ ଡିଫରେନ୍ସିଏଟ୍ କରିକି ନୂଆ ନଲେଜ୍ ଗୋଟେ ତା ସ୍କିମାରେ ଯେଉଁ ଏଡ୍ କଲା ବା ନ୍ୟୁ ସ୍କିମା ଗୋଟେ ଗଢ଼ିଲା କ୍ୟାଟ୍ ବିଷୟରେ ତାକୁ ହିଁ କହିବା ଆକୋମୋଡେସନ୍। ଇକ୍ୱିଲିବ୍ରିୟମ୍ କ'ଣ ନା ଦ ପ୍ରୋସେସ୍ ଅଫ୍ ବାଲାନ୍ସିଂ ଆସିମିଲେସନ୍ ଆଣ୍ଡ ଆକୋମୋଡେସନ୍ ଟୁ ମେଣ୍ଟେନ୍ ଅଣ୍ଡରଷ୍ଟାଣ୍ଡିଂ।
ମାନେ ଯେଉଁ ପୂର୍ବରୁ ଯେଉଁ ତାର ଗୋଟେ ସ୍କିମା ଥିଲା କୁକୁର ପ୍ରତି ଆଉ ଯେଉଁ ନୂଆ ଗୋଟେ ସ୍କିମା ଗଠନ ହେଲା ବିଲେଇ ପ୍ରତି, ଯଦି ସେ ଦୁଇଟାକୁ ଯଦି ତାର ହେଉଛି ଖାପ ଖୁଆଇକି ମିଶିଗଲା ବା ସେ ବୁଝିପାରିଲା ଯେ ନା ଏଇଟା କୁକୁର ଏଇଟା ବିଲେଇ, ତାହେଲେ ସେଇଟା ଆମେ କହିବା ଇକ୍ୱିଲିବ୍ରିୟମ୍ ବୋଲି କହିବା ବା ଇକ୍ୱିଲିବ୍ରେସନ୍ କହିବା। If the child sees an animal that does not fit their dog schema, they may feel confused but later adjust their thinking to understand that not all animals with four legs are dogs. ଯେତେବେଳେ ସେ ଗୋଟେ ଆନିମାଲକୁ ଦେଖିଲା ଯେଉଁଟାକି ତାର ଡଗ୍ ପ୍ରତି ଯେଉଁ ସ୍କିମାଟା ଥିଲା ତା ସହିତ ସେ ଫିଟ୍ କଲାନି, ସେତେବେଳେ କେଉଁଟାକୁ ଦେଖିଲା କ୍ୟାଟ୍କୁ ଦେଖିଲା ଯେଉଁଟାକି ଡଗ୍ ସହିତ ଫିଟ୍ କଲାନି, ସେତେବେଳେ ସେ ବୁଝିପାରିଲା ଯେ ନା ଯାହାର ଚାରିଗୋଡ଼ ଅଛି ବା ଯାହାର ଲୋମ ଅଛି ସେ ସମସ୍ତ ଡଗ୍ ନୁହନ୍ତି। ତ ଦ୍ୟାଟ୍ ଇଜ୍ ହେଉଛି ଇକ୍ୱିଲିବ୍ରେସନ୍। ଫାଷ୍ଟ ହେଉଛି ସ୍କିମା କ'ଣ ନା ସ୍କିମା ଗୋଟେ ନୂଆ ନଲେଜ କାହା ପ୍ରତି ଗୋଟେ ଗଠନ କରିବା, ତାପରେ ଏସିମୁଲେସନ୍ କ'ଣ ନା ସେହି ସ୍କିମାର କିଛି ନୂଆ ଇନଫର୍ମେସନ୍ ଏଡ୍ କରିବା, ଆକୋମୋଡେସନ୍ କ'ଣ ନା ନୂଆ ସ୍କିମା ଗୋଟେ ଗଢ଼ିବା, ଆମର ଇକ୍ୱିଲିବ୍ରିୟମ୍ କ'ଣ ନା ଯେଉଁ ଫାଷ୍ଟ ସ୍କିମା ଆଉ ସେକେଣ୍ଡ ସ୍କିମା ଦୁଇଟା ଭିତରେ ଯଦି ଆଡ଼ଜଷ୍ଟମେଣ୍ଟ କରିଦେଲେ ଯଦି ବାଲାନ୍ସ ନେଇଆଇଲେ ଦ୍ୟାଟ୍ ଇଜ୍ ଇକ୍ୱିଲିବ୍ରେସନ୍। ଏଜୁକେସନାଲ୍ ଇମ୍ପ୍ଲିକେସନ୍ କ'ଣ ଅଛି, ଏ ଲର୍ଣ୍ଣର ମଷ୍ଟ ବି ଆକ୍ଟିଭ୍ ଇନ୍ କ୍ଲାସରୁମ୍। ସେ କ'ଣ କହୁଛନ୍ତି ନା ପିଲା ଯଦି ପାଠ ପଢ଼ୁଛି ସେ ପୁରା ଆକ୍ଟିଭଲି ଯେମିତି ପ୍ରେଜେଣ୍ଟ ରହିବା ଦରକାର। ଏ ଟିଚର୍ ସୁଡ୍ ଟ୍ରାଏ ଟୁ ଡେଭଲପ୍ ଦ ଷ୍ଟୁଡେଣ୍ଟସ୍ ମେଣ୍ଟାଲ୍ ଏବିଲିଟି। ତାହେଲେ ଟିଚରର କାମ ହେଉଛି ଯେ ପିଲାମାନଙ୍କର ମେଣ୍ଟାଲ୍ ଥିଙ୍କିଂକୁ ଗୁରୁତ୍ୱ ଦେବ, ଛୁଆମାନଙ୍କୁ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ଦେବ, ବିଭିନ୍ନ ପ୍ରକାର ବିଷୟରେ ଥିଙ୍କିଂ କରିବା ପାଇଁ ଦେବ, ତାହେଲେ ତାଙ୍କର ମେଣ୍ଟାଲ୍ ଏବିଲିଟି ଧୀରେ ଧୀରେ ବଢ଼ିବ। ପ୍ରିଭିୟସ୍ ନଲେଜ୍ ସୁଡ୍ ବି ଗିଭେନ୍ ଇମ୍ପୋର୍ଟାନ୍ସ ଇନ୍ ଦ କ୍ଲାସରୁମ୍। ଯେତେବେଳେ ତୁମେ ନୂଆ ପାଠ ପଢ଼ୁଛ ସେତେବେଳେ ପୁରୁଣା ପାଠକୁ ଇମ୍ପୋର୍ଟାନ୍ସ ଦେବା ଦରକାର। ତାପରେ ଯିବା ଭାଇଗୋଷ୍ଠୀ କନଷ୍ଟ୍ରକ୍ଟିଭ୍ ଥିଓରି। এটা ବହୁତ ଇମ୍ପୋର୍ଟାଣ୍ଟ ଥିଓରିଟା ବୁଝିବାଟା। This theory proposed by Lev Vygotsky, often called as the father of socio-cultural theory। ये जो ଭାଇଗୋଷ୍ଠୀ କନଷ୍ଟ୍ରକ୍ଟିଭ୍ ଥିଓରି କିଏ ଦେଇଥିଲେ ନା ଲେଭ୍ ଭାଇଗୋଷ୍ଠୀ ଦେଇଥିଲେ। ତାଙ୍କୁ ଆଉ କ'ଣ କୁହାଯାଏ ନା ଫାଦର ଅଫ୍ ସୋସିଓ କଲଚରାଲ ଥିଓରି। କାହିଁକିନା ଏଇ ଯେଉଁ ଭାଇଗୋଷ୍ଠୀ କନଷ୍ଟ୍ରକ୍ଟିଭ୍ ଥିଓରିକି ସୋସିଓ କଲଚରାଲ ଥିଓରି ମଧ୍ୟ କୁହାଯାଏ, ସେଥିପାଇଁ ତାଙ୍କୁ କୁହାଯାଏ କ'ଣ ଫାଦର ଅଫ୍ ସୋସିଓ କଲଚରାଲ ଥିଓରି। Vygotsky theory emphasized that the role of social interaction and culture in shaping cognitive development। ସେ କ'ଣ କହୁଥିଲେ ଯଦି ପିଲାର ଡେଭଲପମେଣ୍ଟ ହେଉଛି ତା ବ୍ରେନ୍ର ଡେଭଲପମେଣ୍ଟ ହେଉଛି କିମ୍ବା ତାର କଗ୍ନିଟିଭ୍ ଡେଭଲପମେଣ୍ଟ ହେଉଛି ସେଠି ମେନ୍ ରୋଲ୍ କିଏ ପ୍ଲେ କରିଥାଏ ସୋସିଆଲ ଇଣ୍ଟରାକ୍ସନ୍ ଆଣ୍ଡ ତାର କଲଚର୍। ମାନେ ସେ ଯେତେ ବାହାର ଦୁନିଆ ସହିତ ବାହାର ସୋସାଇଟି ସହିତ ଯେତେ ଇଣ୍ଟରାକ୍ସନ୍ କରିବ ତା ଫ୍ୟାମିଲି ସହିତ ତା ସ୍କୁଲ ସହିତ ତା ଫଙ୍କସନ୍ ସହିତ ତା କମ୍ୟୁନିଟି ସହିତ ଯେତେ ସେ ମିଶିବ ତାର ହେଉଛି ସେତେ ହେଉଛି ବ୍ରେନ୍ଟା ଡେଭଲପମେଣ୍ଟ ହେବ। ଆଉ ହେଉଛି ଯେତେ ସେ କଲଚର୍ ସହିତ ଯୋଡ଼ିକି ରହିବ, ସେ ଯେତେ ଲାଙ୍ଗୁଏଜ୍ ଶିଖିବ କିମ୍ବା ନୂଆ ନୂଆ ଫଙ୍କସନ୍ ଆଟେଣ୍ଡ କରିବ, ନୂଆ ନୂଆ କଲଚର୍ ବିଷୟରେ ଶିଖିବ, ତାହାଦ୍ୱାରା ତାର କଗ୍ନିଟିଭ୍ ଡେଭଲପମେଣ୍ଟ ଭଲ ହେବ। ତ ଏ ଥିଓରି ଅଫ୍ କଗ୍ନିଟିଭ୍ ଡେଭଲପମେଣ୍ଟ ଦ୍ୟାଟ୍ ଏମ୍ଫସାଇଜ୍ ଦ ରୋଲ୍ ଅଫ୍ ସୋସିଆଲ ଇଣ୍ଟରାକ୍ସନ୍ କଲଚର୍ ଆଣ୍ଡ ଲାଙ୍ଗୁଏଜ୍ ଇନ୍ ସେପିଂ ହାଉ ଇଣ୍ଡିଭିଜୁଆଲ୍ ଲର୍ନ ଆଣ୍ଡ ଥିଙ୍କ୍। ଏଇ ଯେଉଁ ଥିଓରିଟା କ'ଣ କହୁଥିଲା ନା ଯଦି ଗୋଟେ ପିଲାଟା କିଛି ଶିଖିବା ପାଇଁ ଚାହୁଁଛି କିମ୍ବା କିଛି ମାନେ ଥିଙ୍କ କରୁଛି, ସେଠାରେ କିଏ ହେଉଛି ବେଶୀ ହେଲ୍ପ କରିଥାଏ ନା ସୋସିଆଲ ଇଣ୍ଟରାକ୍ସନ୍, ମାନେ ବାହାର ଦୁନିଆ ସହିତ ସେ କେମିତି ମିଶୁଛି, କାହା ସହିତ କେଉଁ ଭଳିଆ ଇଣ୍ଟରାକ୍ଟ କରୁଛି, ଆଉ କଲଚର୍ ଆଉ ଲାଙ୍ଗୁଏଜ୍, ଏଇ ତିନି ଜଣ ମୁଖ୍ୟ ଭୂମିକା ନିଭେଇଥାନ୍ତି। ଲର୍ନିଂ ଇଜ୍ ନଟ୍ ଜଷ୍ଟ ଏନ୍ ଇଣ୍ଡିଭିଜୁଆଲ୍ ପ୍ରୋସେସ୍, ଇଟ୍ ହାପେନ୍ସ ଥ୍ରୁ ସୋସିଆଲ ଇଣ୍ଟରାକ୍ସନ୍। ସେ କ'ଣ କହୁଛି ନା ଲର୍ନିଂ ସେଇଟା ନୁହେଁ ଯେଉଁଟା ତୁମେ ହେଉଛି ଘରେ ବସିକି ଖାଲି ମ୍ୟାଥ୍ ବସିକି ନିଜେ ନିଜେ ଏକ୍ସପ୍ଲୋର୍ କରିକି କିମ୍ବା ନୂଆ ନୂଆ ନଲେଜ୍ ବିଷୟରେ ଜାଣିକି ତୁମେ ଖାଲି ସେମିତିଆ ଲର୍ନିଂ କରିପାରିବ। ତୁମେ ଯେତେବେଳେ ବାହାର ଦୁନିଆକୁ ବାହାରିବ, ସୋସାଇଟି ସହିତ ମିଶିବ, ସୋସିଆଲ ଯେଉଁ ତୁମର ପିୟର ଗ୍ରୁପ୍ କୁହ, ଫ୍ୟାମିଲି କୁହ, ସ୍କୁଲ କୁହ, ସେ ଯେଉଁ ଟିଚର କୁହ, ଏମାନଙ୍କ ସହିତ ଯେତେବେଳେ ମିଶିବ ତାହେଲେ ଯାଇକି ତୁମ ଲର୍ନିଂଟା ବେଷ୍ଟ ହେଇପାରିବ। ଏଇଟା କିଏ କହିଥିଲେ ନା ଭାଇଗୋଷ୍ଠୀ କନଷ୍ଟ୍ରକ୍ଟିଭ୍ ଥିଓରି କହିଥିଲା। ତ ତିନିଟା ସେ କନସେପ୍ଟ ଦେଇଥିଲେ ଭାଇଗୋଷ୍ଠୀ ଥିଓରି ଯେଉଁଟା ବହୁତ ଇମ୍ପୋର୍ଟାଣ୍ଟ। ଗୋଟେ ହେଉଛି ଜେଡପିଟି ବିଷୟରେ କହିଥିଲେ, ଜେଡପିଟି, ଆଉ ଗୋଟେ ହେଉଛି ସ୍କାଫୋଲ୍ଡିଂ, ଆଉ ଗୋଟେ ହେଉଛି ଏନକେଭ୍। ତ ତିନିଟା ଏମିତି ବୁଝିବା। ଫାଷ୍ଟ ମୁଁ ତୁମକୁ ଗୋଟେ ଏକ୍ଜାମ୍ପଲ୍ ଦେଖାଉଛି, ତାପରେ ଆମେ ବୁଝିବା। ଏକ୍ଜାମ୍ପଲ୍ଟା ହେଉଛି ଯେତେବେଳେ ଗୋଟେ ଛୋଟିଆ ଛୁଆଟେ ତା ମନ ହେଉଛି କ'ଣ ନା ସେ ସାଇକେଲଟା ଶିଖିବ। ତ ସେ କ'ଣ କହିଲା ତା ବାପାକୁ କହିଲା ସାଇକେଲ ଆଣିବା ପାଇଁ, ତା ବାପା ତା ପାଇଁ ଗୋଟେ ନୂଆ ସାଇକେଲ ଆଣିକି ଦେଲେ। ତ ସେ ଛୁଆଟା କ'ଣ କହିଲା ସାଇକେଲଟା ଚଢ଼ିଲା, କିନ୍ତୁ ସେ ଯେହେତୁ ଫାଷ୍ଟରୁ କେବେ ସାଇକେଲ ଚଲା ଶିଖିନାହିଁ, ସେ ଛୁଆଟା ସାଇକେଲ ଚଲେଇ ପାରିବ କି? ଆଉ ସେ ସାଇକେଲଟା ଚଲେଇ ପାଇଲାନି। ସେଇଟା ଆସିବ ଏଇଟା ଯେ ହ୍ୱାଟ୍ ଆଇ କ୍ୟାନ୍ ଡୁ, ମାନେ ସେ ପିଲାଟା କ'ଣ କରିପାରିଲାନି, ସେ ସାଇକେଲଟା ଚଲେଇ ପାଇଲାନି। ତାପରେ ସେ ତା ବାପାଙ୍କୁ କହିଲେ ଯେ ମୁଁ ମୋ ସାଇକେଲଟା ଚଲେଇ ପାରୁନି। ତ ବାପା ତାକୁ କ'ଣ କହିଲେ
ତାକୁ ସାଇକେଲ ଚଲେଇବାରେ ହେଲ୍ପ କଲେ। ଧର ପଛପଟରୁ ସେ ସାଇକେଲଟାକୁ ଧରିଲେ, ଇଏ ପେଡାଲ ମାରିକି ଗଲା। ଏଇଭଳିଆ ମାସେ 15 ଦିନ କଲା ପରେ ତା ବାପାର ହେଲ୍ପ ନେଇକି ସେ ଯେତେବେଳେ ଶିଖିଲା ଜିନିଷଟାକୁ, ସେଇଟା ହେଉଛି ହ୍ୱାଟ୍ ଆଇ କ୍ୟାନ୍ ଡୁ ୱିଥ୍ ଦ ହେଲ୍ପ। ଯେ ତା ବାପା ସହିତ ବାପାର ହେଲ୍ପରେ ସେ କ'ଣ କଲା। ତାପରେ ତା ମାସ ଖଣ୍ଡେ ଗଲା ପରେ କ'ଣ ହେବ, ତା ବାପା ଆଉ ତା ସାଇକେଲ ଚଲେଇବା ପାଇଁ ତା ବାପାର ଆଉ ହେଲ୍ପ ଲାଗିବ କି? ଲାଗିବନି। ସେ ତାର ନିଜେ ଚଲେଇ ପାରିବ ସାଇକେଲଟା। ଦ୍ୟାଟ୍ ଇଜ୍ ହ୍ୱାଟ୍ ଆଇ କ୍ୟାନ୍ ଡୁ, ମାନେ ଯେଉଁଟା ସେ ବିନା ହେଲ୍ପରେ କରିପାରୁଛି। ମାନେ ଜେଡପିଟି ଏଠି କ'ଣ? ଜୋନ୍ ଅଫ୍ ପ୍ରକ୍ସିମାଲ ଡେଭଲପମେଣ୍ଟ। ଜୋନ୍ ଅଫ୍ ପ୍ରକ୍ସିମାଲ ଡେଭଲପମେଣ୍ଟ କ'ଣ ନା, ଦ ଗ୍ୟାପ୍ ବିଟୱିନ୍ ହ୍ୱାଟ୍ ଏ ଚାଇଲ୍ଡ କ୍ୟାନ୍ ଡୁ ଏଲୋନ୍ ଆଣ୍ଡ ହ୍ୱାଟ୍ ଦେ କ୍ୟାନ୍ ଡୁ ୱିଦାଉଟ୍ ହେଲ୍ପ। ମାନେ ସେ କ'ଣ କହୁଛି ନା, ସେଇ ଟାଇମ୍ ପିରିୟଡ଼ ଯେତେବେଳେ ପିଲାଟା କିଛି ଶିଖିନଥିଲା ଆଉ ପିଲାଟା ଯେତେବେଳେ ସବୁ କିଛି ଶିଖିନେଲା, ତ ତା ମଝିରେ ଯେଉଁ ଟାଇମ୍ ପିରିୟଡ଼ଟା ରହିଲା ତାକୁ କୁହାଯିବ ଜୋନ୍ ଅଫ୍ ପ୍ରକ୍ସିମାଲ ଡେଭଲପମେଣ୍ଟ। ଜୋନ୍ ମାନେ କ'ଣ? ଗୋଟେ ଏରିଆ, ଗୋଟେ ଟାଇମ୍ ବ୍ୟବଧାନ। ତ ସେଇ ଯେଉଁ ଟାଇମ୍ ବ୍ୟବଧାନ, ଏଇ ଯେଉଁ ଟାଇମ୍ ବ୍ୟବଧାନଟାକୁ ଆମେ କହିବା ଜେପିଟି। ବୁଝିପାରିଲ? ତ ଡକ୍ଟର କାଣ୍ଟ ରାଇଡ୍ ଦ ବାଇସାଇକେଲ ଏଲୋନ୍। ସେ ଫାଷ୍ଟ ଯେତେବେଳେ ସେ ହେଉଛି ବିନା ହେଲ୍ପର ସେ ବାଇସାଇକେଲଟା ରାଇଡ୍ କରିପାରୁଥିଲାନି, ବାଇସାଇକେଲଟା ଚଲେଇ ପାରୁଥିଲାନି। ବଟ୍ ଯେତେବେଳେ ତା ବାପାର ହେଲ୍ପ ନେଲା, ତାପରେ ସେ ହେଉଛି ବାଇସାଇକେଲକୁ ଚଲେଇବା ଶିଖିଗଲା। ତ ସେ ଯେଉଁ ବାଇସାଇକେଲ ଚଲେଇବା ଶିଖିଥିଲାନି, ଆଉ ତା ବାପାର ହେଲ୍ପ ପରେ ଯେଉଁ ବାଇସାଇକେଲ ଚଲେଇବା ଶିଖିଗଲା, ସେ ଯେଉଁ ମଝିରେ ଯେତିକି ସମୟ ତା ବାପାର ହେଲ୍ପ ନେଲା, ତ ସେଇଟା ହେଉଛି ଜୋନ୍ ଅଫ୍ ପ୍ରକ୍ସିମାଲ ଡେଭଲପମେଣ୍ଟ। ବୁଝିହେଲା? ତ ରାଇଡିଂ ଦ ବାଇସାଇକେଲ ଇଜ୍ ଇନ୍ ହର ଜେପିଟି। ମାନେ ସେ ଯେଉଁ ବାଇସାଇକେଲ ତା ଚଲାଟା ଶିଖିଲା, ତ ସେଇଟା ହେଉଛି କେତେବେଳେ ହେଲା, ସେ ଜୋନ୍ ଅଫ୍ ପ୍ରକ୍ସିମାଲ ଡେଭଲପମେଣ୍ଟ ପିରିୟଡ଼ ଭିତରେ ସେ ବାଇସାଇକେଲଟା ଚଲା ଶିଖିଲା। ତ ରାଇଡିଂ ଦ ବାଇସାଇକେଲ ଇଜ୍ ଇନ୍ ହର ଜେପିଟି। ତାପରେ ଆଉ କ'ଣ ଦେଇଥିଲେ? ଏମକେଓ ଦେଇଥିଲେ। ଏମକେଓ କ'ଣ ନା, ମୋର୍ ନଲେଜେବୁଲ ଅଦର, ଏ ପର୍ସନ୍ ହୁ ହ୍ୟାଜ୍ ମୋର୍ ନଲେଜ ଅର୍ ସ୍କିଲ୍ ଆଣ୍ଡ ହେଲ୍ପ ଦି ଲର୍ନର। ଏଠି କିଏ ହେବ? ତା ବାପା। ତା ବାପା ହିଁ ତାକୁ ହେଉଛି ହେଲ୍ପ କରିଥିଲେ। ତ ଏମକେଓ ମାନେ ଯିଏ ସେ ପର୍ସନ୍, ତମେ ଯାହାଠାରୁ ଶିଖୁଛ, ମାନେ ମୁଁ ଧରେ ମୋ ମ୍ୟାଥ୍ ଟିଚରଙ୍କ କତିରୁ ମ୍ୟାଥ୍ ପ୍ରୋବ୍ଲେମଟା ଶିଖିବି, ତାହେଲେ ମ୍ୟାଥ୍ ଟିଚର ଏଠି ଏମକେଓ। ଯିଏ ଆମଠୁ ବେଶୀ ଜାଣିଛନ୍ତି, ସେ ଅଧିକା, ଯିଏ ସେ ବିଷୟରେ, ସେ ସ୍କିଲ୍ ବିଷୟରେ ଅଧିକା ଜାଣିଛନ୍ତି, ତାକୁ ହିଁ ଏମକେଓ କୁହାଯାଏ। ଦ ଫାଦର ନୋଜ୍ ହାଉ ଟୁ ରାଇଡ୍ ଏ ବାଇସାଇକେଲ ଇଜ୍ ଟିଚିଂ ହିଜ୍ ଡଟର। ସେ ତା ବାପା ଜାଣିଥିଲେ କେମିତି ବାଇସାଇକେଲ ଚଲାଯିବ, ସେଥିପାଇଁ ତା ଝିଅକୁ ସେ ଶିଖେଇଲେ। ତାହେଲେ ତା ବାପା ହେଉଛନ୍ତି ଏଠି ଏମକେଓ। ବୁଝିପାରିଲ? ତାପରେ ସ୍କାଫୋଲ୍ଡିଂ। ସ୍କାଫୋଲ୍ଡିଂ କ'ଣ ନା, ଟେମ୍ପୋରାରୀ ସପୋର୍ଟ ଗିଭେନ୍ ଟୁ ହେଲ୍ପ ଦ ଲର୍ନର which is slowly removed as they improve। ମାନେ ଆମେ ଗୋଟେ ଟେମ୍ପୋରାରୀ ସପୋର୍ଟ ଦେଉଛନ୍ତି। ଏଠି କ'ଣ ହେଲା, ତା ବାପା ଯେ ପଛପଟୁ ହେଉଛି ଖାଲି ତାକୁ ସାଇକେଲ ଚଲେଇବାଟା ଶିଖିଲେ, ପଛପଟୁ ସାଇକେଲଟାକୁ ଧରିଲେ, ତା ଏକଟାକୁ ସାଇକେଲଟାକୁ, ତ ସେ ଚଲେଇଲେ। ତ ସେଠି ଗୋଟେ ଟେମ୍ପୋରାରୀ ସପୋର୍ଟ ଦିଆହେଲା, ଯେଉଁଟାକି ଛୁଆଟା ଯେତେବେଳେ ସାଇକେଲ ଚଲା ଶିଖିଗଲା, ସେଟା ଆଉ ଦେଇତେ ପଡ଼ିଲାନି। ହେଲା, ଧୀରେ ଧୀରେ ସେଟା ହେଉଛି ରିମୁଭ୍ ହେଇଗଲା। ସେଇ କଥା କହୁଛି, ଦ ଫାଦର ଫାଷ୍ଟ ହୋଲ୍ଡସ୍ ଦ ବାଇସାଇକେଲ, ଦେନ୍ runs beside her and finally lets go when she lands। ଫାଷ୍ଟ ତା ବାପା ହେଉଛି ସେ ଧରିଲେ ହେଉଛି ବାଇସାଇକେଲଟାକୁ, ତାପରେ ହେଉଛି ଧୀରେ ଧୀରେ ଛାଡ଼ିଲେ, ଯାଇକି ସେ ଶିଖିଲା। ଆଉ ତାକୁ ଧରତେ ପଡ଼ିଲାନି, ତାପରେ ସେ ପୁରା ଫୁଲି ଶିଖିଗଲା। ସେଇ ଯେଉଁ ସପୋର୍ଟ ଦେଲେ, ତା ବାପା ଯେଉଁ ସାଇକେଲଟା ଧରିଲେ କିମ୍ବା ତା ପଛେ ପଛେ ଦୌଡ଼ିଲେ, ସେଇ ଯେଉଁ ପ୍ରୋସେସରେ ତାକୁ ସପୋର୍ଟ ଦେଲେ, ତାକୁ ହିଁ କୁହାଯାଏ ସପୋର୍ଟ, ସ୍କାଫୋଲ୍ଡିଂ। ତା ବାପାର ସପୋର୍ଟଟାକୁ ହିଁ ସ୍କାଫୋଲ୍ଡିଂ କୁହାଯାଏ। ସେଇ ପ୍ରୋସେସଟାକୁ ହିଁ ସ୍କାଫୋଲ୍ଡିଂ କୁହାଯାଏ। ପୁରା ବୁଝିପାରିଲ ତିନିଟା ଏମିତି? ଯଦି କିଛି ୟାର ଭିତରେ କିଛି ଯଦି ଡାଉଟ୍ ଥିବ, ତାହେଲେ ମୋତେ କମେଣ୍ଟରେ ଜଣେଇବ, ସେ କାହା ଭିତରେ କ'ଣ ଡାଉଟ୍ ଅଛି। ମୁଁ ଏଇ ଯେଉଁ ଥିଓରି ଉପରେ ଆଉ ଟିକେ ସେପାରେଟ୍ ଭିଡ଼ିଓ କରିକି ମାନେ ଆଉ ଟିକେ ଖୋଲିକି ଏକ୍ସପ୍ଲେନ୍ କରିକି ବୁଝେଇଦେବି। ଏଜୁକେସନାଲ ଇମ୍ପ୍ଲିକେସନ୍ କ'ଣ ନା, ଟିଚର୍ ସୁଡ୍ ପ୍ରୋଭାଇଡ୍ ସପୋର୍ଟ ଟୁ ହେଲ୍ପ ଦ ଷ୍ଟୁଡେଣ୍ଟସ୍ ଲର୍ନ ନ୍ୟୁ ଟାସ୍କ। ଯେତେବେଳେ ସ୍କୁଲରେ ଯେଉଁ ଛୁଆମାନେ ଅଛନ୍ତି, ସେ ଯେତେବେଳେ ନୂଆ ନୂଆ ପାଠ କିମ୍ବା ନୂଆ ନୂଆ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି, ତ ଟିଚରମାନେ ସେଠି ତାଙ୍କୁ ସପୋର୍ଟ କରିବା ଦରକାର, ଗୋଟେ ସ୍କାଫୋଲ୍ଡିଂ ଦେବା ଦରକାର। ପିୟର୍ସ କ୍ୟାନ୍ ଆକ୍ଟ ଏଜ୍ ଲର୍ନିଂ ପାର୍ଟନର୍ସ ଆଣ୍ଡ ମୋର୍ ନଲେଜେବୁଲ ଅଦର୍ସ। ଯେଉଁ ସାଙ୍ଗମାନେ, ସେମାନେ ହେଉଛନ୍ତି ମୋର୍ ନଲେଜେବୁଲ ଅଦର୍ସ ଭଳି ଆକ୍ଟ କରିବା ଦରକାର। କାରଣ ଆମ ସାଙ୍ଗମାନଙ୍କ କତିରୁ ଆମେ ଶିଖିଥାନ୍ତି କିଛି, ଆମେ ଆମ ବାପା ମାଆଙ୍କ ପାଖରୁ ଶିଖିଥାନ୍ତି, ଆମ ଟିଚରମାନଙ୍କ ପାଖରୁ ଶିଖିଥାନ୍ତି। ତ ସେମାନେ ଜଣେ ଜଣେ ଏମକେଓ, ମାନେ ମୋର୍ ନଲେଜେବୁଲ ଅଦର୍ସ ଭିତରେ ଯାଉଛନ୍ତି। ଏନକରେଜିଂ ଷ୍ଟୁଡେଣ୍ଟସ୍ ଟୁ ଟକ୍ ଟୁ ଦେମସେଲ୍ଫ ହେଲ୍ପ ଦେମ୍ ସଲ୍ଭ ପ୍ରୋବ୍ଲେମ୍। ଛୁଆମାନଙ୍କୁ ଆମେ ଏନକରେଜ କରିବା ଯେ ସାଙ୍ଗ ଭିତରେ ସେମାନେ କଥା ହେଇକି ପ୍ରୋବ୍ଲେମଟାକୁ ସଲ୍ଭ କରନ୍ତି, ଯାହାଦ୍ୱାରା ସୋସିଆଲ ଇଣ୍ଟରାକ୍ସନ୍ ଆହୁରି ଅଧିକା ଭଲ ବଢ଼ିବ। ଇଏ ଥିଲା ଟୋଟାଲ ଉପରେ ତମର ହେଉଛି ଭାଇଗୋଷ୍ଠୀ କନଷ୍ଟ୍ରକ୍ଟିଭ୍ ଥିଓରି। ଭାଇଗୋଷ୍ଠୀ କନଷ୍ଟ୍ରକ୍ଟିଭ୍ ଥିଓରିର ଏଇଟା ହେଉଛି, ଏଇ ଯେଉଁ ତାଙ୍କର ଯେଉଁ ତିନିଟା କନସେପ୍ଟ ଥିଲା, ସେଇଟା ହେଉଛି ବେଶୀ ଇମ୍ପୋର୍ଟାଣ୍ଟ। ତାପରେ ଯିବା ହ୍ୟୁମାନିଷ୍ଟିକ୍ ଆପ୍ରୋଚ୍, କାର୍ଲ ରୋଜର୍ସ। ଯେଉଁ ଆମର ହ୍ୟୁମାନିଷ୍ଟିକ୍ ଆପ୍ରୋଚ୍ ଅଫ୍ ଲର୍ନିଂ କିଏ ଦେଇଥିଲେ ନା, କାର୍ଲ ରୋଜର୍ସ ବୋଲି ଜଣେ ଏଜୁକେସନାଲିଷ୍ଟ ଥିଲେ, ସେ ଦେଇଥିଲେ। ହ୍ୟୁମାନିଷ୍ଟିକ୍ ଆପ୍ରୋଚ୍ ଏମ୍ଫାସାଇଜ୍ ଦ ଇଣ୍ଡିଭିଜୁଆଲ୍ସ ଇନେଟ୍ ଡ୍ରାଇଭ୍ ଟୁୱାର୍ଡସ୍ ସେଲ୍ଫ ଆକ୍ଚୁଆଲାଇଜେସନ୍ ଆଣ୍ଡ ପର୍ସନାଲ ଗ୍ରୋଥ୍। ଯେଉଁ ହ୍ୟୁମାନିଷ୍ଟିକ୍ ଆପ୍ରୋଚ୍ ଅଛି, ସେ କ'ଣ କହୁଛି ନା, ଆମ ସମସ୍ତଙ୍କ ଭିତରେ ଗୋଟେ ଇଣ୍ଡିଭିଜୁଆଲ୍ ବା ସମସ୍ତଙ୍କ ଭିତରେ
ଗୋଟେ ଇନେଟ୍ ଡ୍ରାଇଭ୍ ଅଛି ଯାହାଦ୍ୱାରା ସିଏ ହେଉଛି ତାର ନିଜର ପର୍ସନାଲ୍ ଗ୍ରୋଥ୍ କରିପାରୁଛି, ନିଜକୁ ଗୋଟେ ମାନେ ସେଲ୍ଫ ଆକ୍ଚୁଆଲାଇଜେସନ୍ ବନେଇ ପାରୁଛି। ମାନେ କ'ଣ ଦେଖ, ତମେ ଧର ଟିଚର ହେବ, ସେଇଟା କ'ଣ ତମ ଭିତରୁ ଗୋଟେ ମୋଟିଭେସନ୍ ଆସୁଛି ମୁଁ କାହିଁକି ଟିଚର ହେବି। ସେଇଭଳିଆ କିଏ ଜଣେ ହେଉଛି ୟୁପିଏସ୍ସି କ୍ଲିୟର କରି ତା ଭିତରୁ ଗୋଟେ ଇନେଟ୍ ଡ୍ରାଇଭ୍ ଆସିବା ଦରକାର, ଯାହାଦ୍ୱାରା ସେ ତାର ପର୍ସନାଲ୍ ଗ୍ରୋଥ୍ କରିପାରୁଛି, ଗୋଟେ ମୋଟିଭେସନ୍ ଆସିବା ଦରକାର। ତ ସେଇ କଥା କହୁଛି ଲର୍ଣ୍ଣିଂ କେମିତି ହେବା ଦରକାର ନା ଆମ ଭିତରୁ ଗୋଟେ ମୋଟିଭେସନ୍ ଆସିଲେ ଆମେ ଯାଇକି ଲର୍ଣ୍ଣିଂଟା ହେଇପାରିବ। ଏଇଟା କିଏ କହିଥିଲେ ନା ହ୍ୟୁମାନିଷ୍ଟିକ୍ ଆପ୍ରୋଚ୍ର ଯେଉଁ କାର୍ଲ ରୋଜର୍ସ ଥିଲେ ସେ ସେଇଟା କହୁଥିଲେ। ଏଭ୍ରି ପର୍ସନ୍ ହେଜ୍ ଏ ନ୍ୟାଚୁରାଲ୍ ଡିଜାୟାର ଟୁ ଗ୍ରୋ ଆଣ୍ଡ ବିକମ୍ ଦି ବେଷ୍ଟ ଭର୍ଜନ୍ ଅଫ୍ ଦେୟାରସେଲ୍ଫ। ସେ କହୁଥିଲେ ଯେ ସମସ୍ତଙ୍କ ପାଖରେ ଗୋଟେ ନ୍ୟାଚୁରାଲ୍ ଡିଜାୟାର ଅଛି ଗ୍ରୋ କରିବା ପାଇଁ ବା ତାଙ୍କର କ୍ୟାରିୟରକୁ ଗ୍ରୋଥ୍ କରିବା ପାଇଁ। ସମସ୍ତଙ୍କ ଭିତରେ ଗୋଟେ ନା ଗୋଟେ କିଛି ନା କିଛି ଇଚ୍ଛା ଅଛି, ଯାହାଦ୍ୱାରା ସେଇ ଇଚ୍ଛା ଦ୍ୱାରା ସେ ନିଜର ଗୋଟେ ବେଷ୍ଟ ଭର୍ଜନ୍ ହେଇପାରିବେ, ନିଜକୁ ଦିନରୁ ଦିନ ଆହୁରି ଭଲିକି ବନେଇ ପାରିବେ। It believes everyone has a unique value and should be treated with respect and understanding। ସେ କ'ଣ କହୁଥିଲେ ନା ସମସ୍ତଙ୍କର କିଛି ନା କିଛି ଭ୍ୟାଲ୍ୟୁ ଅଛି, ସମସ୍ତଙ୍କର କିଛି ନା କିଛି ମହତ୍ତ୍ୱ ଅଛି, ସେଥିପାଇଁ ଆମେ ସମସ୍ତଙ୍କୁ ରେସପେକ୍ଟ କରିବା ଦରକାର ଆଉ ତାଙ୍କର ଫିଲିଙ୍ଗସକୁ ଆମେ ଅଣ୍ଡରଷ୍ଟାଣ୍ଡ କରିବା ଦରକାର। ଯଦି ଜଣେ କହୁଛି ଯେ ମୁଁ କହୁଛି ବଡ଼ ହେଲେ ଏଇ ଚାକିରିଟା କରିବି କିମ୍ବା ମୁଁ ଏଇଭଳିଆ ମୋ କ୍ୟାରିୟରଟାକୁ ଗ୍ରୋଥ୍ କରିବି, ତମେ ସେଠି ତାକୁ ହସି ମଜାକରେ ନେବନି, ସେ ତାର ସେଇଟା ଇଚ୍ଛା ଅଛି ତ ତା ଇଚ୍ଛାକୁ ତମେ ସେଠି ରେସପେକ୍ଟ ଦେବ। କି କନସେପ୍ଟ ଇନ୍ ହ୍ୟୁମାନିଷ୍ଟିକ୍ ଆପ୍ରୋଚ୍ ଇଏ ଥିଲା ତାଙ୍କର ହେଉଛି ଏକୁ ଯେ ସେ କହିଲେ ଯେ ଯଦି ଭିତରୁ ଯଦି ଆମ ମନ ଭିତରୁ ଗୋଟେ ମୋଟିଭେସନ୍ ଥିବ କିମ୍ବା ଗୋଟେ ଡ୍ରାଇଭ୍ ଥିବ ତାହେଲେ ଆମେ ଆମର ଲର୍ଣ୍ଣିଂଟାକୁ ବହୁତ ଭଲ କରିପାରିବା। କି କନସେପ୍ଟ କ'ଣ ଥିଲା ହ୍ୟୁମାନିଷ୍ଟିକ୍ ଆପ୍ରୋଚ୍ର? ସେ ଦୁଇଟା କନସେପ୍ଟ ଦେଇଥିଲେ, ଗୋଟେ କହିଥିଲେ ଆଇଡ଼ିଆଲ୍ ସେଲ୍ଫ କଥା ଆଉ ଗୋଟେ କହିଥିଲେ ରିଏଲ୍ ସେଲ୍ଫ କଥା। ତ ଆଇଡ଼ିଆଲ୍ ସେଲ୍ଫ କ'ଣ ରିଏଲ୍ ସେଲ୍ଫ କ'ଣ ଦେଖିବା। ରିଏଲ୍ ସେଲ୍ଫ କ'ଣ ନା ତ ରିଏଲ୍ ସେଲ୍ଫ ଇଜ୍ ହୁ ଏ ପର୍ସନ୍ ଆକ୍ଚୁଆଲି ଇଜ୍ ଦେୟାର ଟ୍ରୁ ଥଟ୍ସ ବିହେଭିୟର୍ସ ଫିଲିଙ୍ଗସ୍ ଆଣ୍ଡ ଏକ୍ସପିରିଏନ୍ସ। ରିଏଲ୍ ସେଲ୍ଫ ମାନେ এইখানে ପର୍ସନଟା କ'ଣ ଅଛି ଆକ୍ଚୁଆଲି ସେ କ'ଣ ଅଛି। ଏବେ ମୁଁ ଏଇଖା କ'ଣ ଅଛି ଗୋଟେ ଷ୍ଟୁଡେଣ୍ଟ ଅଛି କିମ୍ବା ମୁଁ ହେଉଛି ଗୋଟେ ଗୋଟେ କିଛି ଗୋଟେ ଏବେ ମୁଁ ପ୍ରେଜେଣ୍ଟଲି କ'ଣ ଅଛି ଗୋଟେ ଷ୍ଟୁଡେଣ୍ଟ ଅଛି, କିନ୍ତୁ ମୁଁ ଚାହୁଁଛି ଯେ ଭବିଷ୍ୟତରେ କ'ଣ ହେବା ପାଇଁ, ଗୋଟେ ଟିଚର ଗୋଟେ ହେବା ପାଇଁ କିମ୍ବା ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ ଗୋଟେ ନେବା ପାଇଁ ଏଇଟା ମୁଁ ଚାହୁଁଛି। ତ ସେଇ ଯେଉଁ ମୁଁ ଏଇଖା ପ୍ରେଜେଣ୍ଟ ଯାହା ଅଛି ଦ୍ୟାଟ୍ ଇଜ୍ ମାଇ ରିଏଲ୍ ସେଲ୍ଫ। ଏଇଖା ପର୍ସନାଲି ପର୍ସନଟା ଆକ୍ଚୁଆଲି ଏଇଖା କିସ ଅଛି, ତାର ଥଟ୍ କ'ଣ ଅଛି, ଏଇଖା ତା ବିହେଭିୟର ଏଇଖା କେଉଁ ଭଳିଆ ଅଛି, ତାର ଫିଲିଙ୍ଗସ୍ ଏଇଖା କ'ଣ ଅଛି। ट्रू फिलिंग्स आड़क कहुए कौन ना रियल सेल्फ। एग्जांपल कौन, ए स्टूडेंट हु एंजॉयस ड्राइंग एंड इज नेचुरली क्रिएटिव बट स्ट्रगल्स विथ मैथ देयर रियल सेल्फ इनक्लूड्स द स्ट्रेंथ एंड वीकनेस। गोटे छुआटे अच्छी जे ड्राइंग बहुत भल कर मैथ्र से वीक अच्छी एखा प्रेजेंट टाइम तो से तार जो ड्राइंग से भल कर मैथ्र तार वीक अच्छी यही जो स्ट्रेंथ और वीकनेसटा जीव क्या भितर रियल सेल्फ भितर जीव। आइडियल सेल्फ कौन, द आइडियल सेल्फ इज हु ए पर्सन वांट्स टू बी तार पर्सनाल गोल्स भैल्यूज और आस्पिरेसन। माने आम जीवन गोटे लक्ष्य अच्छे जे मुझे एमती गोटे बनमी, मुझे मुकेश अंबानी भाया बनमी कि मुझे अलेख पांडे सार भाया बनमी। तो यहाँ कौन आमर गोटे इच्छा, तो सहीटा हूँ आम आइडियल सेल्फ जे आम क्या गोटे निजर गुरु बोली मानुंट कहार आम मनर कौन कौन लक्ष्य अच्छी दैट इज आम कौन बनवाई चाहूँ दैट इज आइडियल सेल्फ। That same student may want to become a top mathematician because they believe it will earn them approval and success. This is their ideal self। से এইখানে প্রেজেন্টরে তার হচ্ছে কোণ ম্যাথটা উইক আছে কিন্তু সে ভাবুଛି যে ମୁଁ ଭବିଷ୍ୟତରେ ଗୋଟେ ବଡ଼ ଭଲ ମ୍ୟାଥମେଟିସିଆନ୍ ହେବି ଯାହାଦ୍ୱାରା ମୋତେ ପ୍ରେଷ୍ଟିଜ୍ ମିଳିବ ଆଉ ସକ୍ସେସ୍ ମଧ୍ୟ ମିଳିବ। ତ ସେଇ ଯେଉଁ ମ୍ୟାଥମେଟିସିଆନ୍ ହେବାର ତା ଭାବନାଟାକୁ ଆଇଡ଼ିଆଲ୍ ସେଲ୍ଫ କୁହାଯାଏ। ବୁଝିପାରିଲ ରିଏଲ୍ ସେଲ୍ଫ ଆଉ ଆଇଡ଼ିଆଲ୍ ସେଲ୍ଫ ଭିତରେ ତଫାତ୍ କ'ଣ। इनकंग्रुएंसी और कंग्रुएंसी कौन ना जदि से बड़ होला एक से छोटियाटे अच्छे से चाहूँ मैथमेटिक्स एक छोटिया बेले तार मैथ वीक अच्छे से चाहूँ मैथमेटिशियन हम सी जिते बड़ हो जिते तार 26-27 वर्ष होदी सी छुआटी बेलू मैथटा को स्ट्रंग कर चला तो ये 27 वर्ष बेलू जदि से गोटे मैथमेटिशियन होती हेटी आसला कंग्रुएंसी। माने सी तार एखा जहाँ सी अच्छी जहाँ इच्छा करूला सी दी जन जदि हूँ पाईगला मैंने जहाँ इच्छा करता जब से तार फुलफिल होगा तार हेटा आम कह कंग्रुएंसी। तो से बेसी ओभरलैप हो या तुलन जदि सी हूँ मैथमेटिशियन हाँपाई चाहूला कि बहुत कष्ट कला कि परिश्रम कला कि से मैथमेटिशियन हो पारा मैथटा से भाया वीक होगी रहीगला दैट इज इनकंग्रुएंसी। जिते आइडियल सेल्फ और रियल सेल्फ दिज मत माने मिसबे जो अलग होगी रही तो ये माने अल्प ओभरलैप हो चेष्टा करता कि पारा ना दैट इज इनकंग्रुएंसी। जब पारिगला ताटा हूँ स्वप्न जब सक्सेस होगा कंग्रुएंसी। यहाँ टोटाल थी तुम कार्ल रोजर ह्यूमनास्टिक अप्रोच। एजुकेशनल इम्प्लिकेशन कौन देखा
students last learn based in sorry student learn based in the safe respectful and supportive environment school रे ପିଲାମାନେ ଯେଉଁ ଏନଭାରମେଣ୍ଟରେ ପଢ଼ୁଛନ୍ତି ସେଇଟା ସପୋର୍ଟିଭ୍ ହେବା ଦରକାର ରେସପେକ୍ଟଫୁଲ୍ ହେବା ଦରକାର ସେ ଯାହା ପଢ଼ୁଛନ୍ତି ତାଙ୍କୁ ରେସପେକ୍ଟ କରିବା ଦରକାର ଆଉ ସେଫ୍ ହେବା ଦରକାର ଟିଚର ସୁଡ୍ ଫୋକସ୍ ଅନ୍ ଦି ହୋଲ୍ ପର୍ସନ୍ ନଟ୍ ଜଷ୍ଟ ଦି ଏକାଡେମିକ୍ ଟିଚର ମାନେ ସେ ଛୁଆର ଓଭରଅଲ୍ ଗ୍ରୋଥ ଉପରେ ଫୋକସ୍ କରିବା ଦରକାର ନୁହେଁ କି ଖାଲି ସେ ପାଠର କ'ଣ ଗ୍ରୋଥ କରିବ ତା ଛଡ଼ା ତାର ଅନ୍ୟ ବିଷୟରେ ମଧ୍ୟ ଫୋକସ୍ କରିବା ଦରକାର ଲର୍ଣ୍ଣିଂ ସୁଡ୍ ବି ଷ୍ଟୁଡେଣ୍ଟ ସେଣ୍ଟର ଆଣ୍ଡ ବେସ୍ଡ ଅନ୍ ଦି ପର୍ସନାଲ ଇଣ୍ଟରେଷ୍ଟ ଲର୍ଣ୍ଣିଂ କେଉଁଭଳି ହେବା ଦରକାର ଯେ ଷ୍ଟୁଡେଣ୍ଟ ସେଣ୍ଟର ହେବା ଦରକାର ଷ୍ଟୁଡେଣ୍ଟକୁ ଏଠି ପ୍ରାଧାନ୍ୟ ଦେବା ଦରକାର ଆଉ ତାର ପର୍ସନାଲ ଇଣ୍ଟରେଷ୍ଟକୁ ରେସପେକ୍ଟ ଦେବା ଦରକାର ସେ ଚାହୁଁଛି ଯାହା ବନିବା ପାଇଁ ତାକୁ ସେଠି ରେସପେକ୍ଟ ଦେବା ଦରକାର students should have freedom to explore express and take responsibility ଷ୍ଟୁଡେଣ୍ଟକୁ ଆମେ ଏଇଆ ଫ୍ରିଡମ୍ ଦେବା ଯାହାଦ୍ୱାରା ସେ କିଛି କିଛି ନୂଆ ଜିନିଷ ଏକ୍ସପ୍ଲୋର କରିପାରିବ କିମ୍ବା ରେସ୍ପନ୍ସିବିଲିଟି ନେଇକି ସେ କାମ କରିପାରିବ ଏଇଟା ଟୋଟାଲ୍ ଉପରେ ତୁମର ଏଇଟା ଥିଲା ଟିକେ ଖାଲି ଆଉ 2 ମିନିଟ୍ ନେମି ଟିକେ ଓଭରଅଲ୍ ଓଭରଭ୍ୟୁ କରିଦେବି କାରଣ ଏଇଟା ଇମ୍ପୋର୍ଟାଣ୍ଟ ମୁଁ ଖାଲି ଟିକେ ଖାଲି କହିଦେଉଛି ତ ଇନସାଇଟଫୁଲ୍ ଲର୍ଣ୍ଣିଂ ଥିଓରିର ଆମର ଯେ ଥିଲେ ଯେ ସାଇଣ୍ଟିଷ୍ଟ ଥିଲେ ସେ କହୁଥିଲେ ଯେ ଲର୍ଣ୍ଣିଂଟା ସଡନ୍ଲି ହେଇଥାଏ ସେ କହିଲେ ଯେ ଆମେ ସଲ୍ୟୁସନଟା ସଡନ୍ଲି ପାଇଥାଉ କିନ୍ତୁ ଆମର ଡିସ୍କଭରି ଥିଓରିରେ ସେ କ'ଣ କହିଲେ ନା ଲର୍ଣ୍ଣିଂଟା କେମିତି ହେଇଥିବ ତୁମେ ଯଦି ଏକ୍ସପେରିମେଣ୍ଟ କରିବ ଏକ୍ସପ୍ଲୋର କରିବ କିମ୍ବା ନୂଆ ଜିନିଷକୁ ଯଦି ଆନାଲିସିସ୍ କରିବ ତାହେଲେ ତୁମ ଲର୍ଣ୍ଣିଂଟା ଭଲ ହେବ ଆଉ ସୋସିଆଲ ଡେଭଲପମେଣ୍ଟର ଇଏ କ'ଣ କହିଲେ ତୁମର ଆଲବର୍ଟ ବଣ୍ଡରା କ'ଣ କହିଲେ ସେ କହିଲେ ଯେ ବାହାରୁ ଯଦି ଆମେ ଦେଶ ଦୁନିଆକୁ ଦେଖିବା ଏ ଛୁଆଟା ଯଦି ବାହାର ଲୋକଙ୍କୁ ଅବଜର୍ଭ କରିବ ସେ ଅବଜର୍ଭେସନ୍ ଦ୍ୱାରା ହେଉଛି ଲର୍ଣ୍ଣିଂଟା ହେଇଥାଏ ତାପରେ ପିଆଜେଟ୍ କ'ଣ କହିଲେ ନା ଲର୍ଣ୍ଣିଂ ବାଇ ଡୁଇଂ ଯଦି ପିଲାଟା ଆକ୍ଟିଭଲି ପାର୍ଟିସିପେଟ୍ କରିବ ଆକ୍ଟିଭଲି କାମ କରିବ ଯଦି ସେ ସବୁ ଜିନିଷଟାକୁ ଭଲି ଭିଭିଡଲି ଥିଙ୍କିଂ ତାର ପ୍ରୋସେସ୍ ଯଦି ରଖିବ ସବୁ ଜିନିଷର ତାହେଲେ ହେଉଛି ତାର ଲର୍ଣ୍ଣିଂଟା ହେବ ଭାଇଗୋଷ୍ଠୀ କ'ଣ କହିଲେ ନା ତୁମେ ଯଦି ବାହାର ତୁମ କଲଚରକୁ ତୁମେ ଆପଡେଟ୍ କରିବ କିମ୍ବା ବାହାରେ ଯଦି ସବୁ ଲୋକଙ୍କ ସହିତ ମିଶିବ ତୁମେ ଲାଙ୍ଗୁଏଜ ସହିତ ତୁମେ ହେଉଛି ବିଭିନ୍ନ ଲାଙ୍ଗୁଏଜ ଯଦି ଶିଖିବ ସୋସିଆଲ ଇଣ୍ଟରାକ୍ସନ୍ ଯଦି କରିବ ତାହେଲେ ତୁମ ଲର୍ଣ୍ଣିଂଟା ଭଲ ହେବ ତ ଆଉ ହ୍ୟୁମାନିଷ୍ଟିକ୍ ଆପ୍ରୋଚରେ ଇଏ କ'ଣ କହିଲେ ନା ଆମେ ଲର୍ଣ୍ଣିଂ ସେତେବେଳେ ଭଲ ହେବ ଯେତେବେଳେ ଆମ ମନ ଭିତରୁ ଗୋଟେ ହେଉଛି ଇନେଟ୍ ଡ୍ରାଇଭ୍ ଗୋଟେ ଆସିବ ଆମକୁ ଗୋଟେ ମନ ଭିତରୁ ଗୋଟେ ମୋଟିଭେସନ୍ ଯେତେବେଳେ ଆସିବ ସେତିକିବେଳେ ଆମ ଲର୍ଣ୍ଣିଂଟା ଭଲ ହେବ ତ ଏଇଠି ଛୁଆ ପୁରା ତୁମର 6ଟା ମୂର୍ତ୍ତି ଥିଓରି ସରିଯାଇଛି ଯେଉଁଟାକି ବହୁତ ତୁମର ଇମ୍ପୋର୍ଟାଣ୍ଟ ବୋଥ୍ ଏବିଏଡ୍ ଆଉ ହେଉଛି ତୁମର ଟିଚିଂ ଏକ୍ଜାମ୍ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ତ ଯଦି ଭିଡ଼ିଓଟା ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବ ଆଉ ମୋତେ କମେଣ୍ଟରେ କହିବ କେଉଁଟା କିଛି ବୁଝି ହେଲାନି କି କେଉଁଠି ଯଦି କିଛି ମୋର ମିଷ୍ଟେକ୍ ଅଛି ତାହେଲେ ମୋତେ କହିବ ଆଉ ଯଦି ଭିଡ଼ିଓଟା ବେଶୀ ଫାଷ୍ଟ ହେଉଥିବ ବା ଅଲଗା ଯେଉଁ ଭିଡ଼ିଓଟା ହେବ ତାକୁ ତୁମେ ସ୍ଲୋ କରିକି ଦେଖିପାରିବ ଥ୍ୟାଙ୍କ ୟୁ ଫର୍ ୱାଚିଂ ମାଇ ଭିଡ଼ିଓ ଟିଲ୍ ଦି ଏଣ୍ଡ ଜୟ ଜଗନ୍ନାଥ